반갑습니다. आपण ମାନଙ୍କୁ 성경 ସମସ୍ତଙ୍କୁ 말씀을 ନମସ୍କାର। 읽겠습니다. ଆପଣମାନଙ୍କୁ ଭେଟିକି ବହୁତ ଖୁସି ଲାଗୁଛି। 마가복음 ଆସନ୍ତୁ ଆଜି ଆମେ ଈଶ୍ୱରଙ୍କ ବାକ୍ୟ ପଢ଼ିବା ମାର୍କ ଲିଖିତ ସୁସମାଚାର 4 ପର୍ବ ଠାରୁ। ମାର୍କ ଲିଖିତ ସୁସମାଚାର 4 ପର୍ବ 10 ପଦ ଠାରୁ ଈଶ୍ୱରଙ୍କ ବାକ୍ୟ ପଢ଼ିବା। 마가복음 4장 ସେ ଏକାକୀ ଥିବା 17절 ସମୟରେ 말씀 ତାହାଙ୍କ 제가 ସଙ୍ଗୀମାନେ 읽겠습니다. ଦ୍ୱାଦଶଙ୍କ ସହିତ ତାହାଙ୍କୁ ସେହି ଦୃଷ୍ଟାନ୍ତ ଗୁଡ଼ିକ ବିଷୟରେ ପଚାରିବାକୁ ଲାଗିଲେ। 마가복음 4장 ସେଥିରେ ସେ 17절 ସେମାନଙ୍କୁ କହିଲେ, ଈଶ୍ୱରଙ୍କ ରାଜ୍ୟର ନିଗୁଢ଼ 계실 ତତ୍ତ୍ୱ 때에 ଜାଣିବା ନିମନ୍ତେ 함께한 ତୁମମାନଙ୍କୁ 사람들 ଶକ୍ତି 12제자로 ଦିଆଯାଇଅଛି, 그런 비유를 କିନ୍ତୁ 묻자 ସେହି 이르시되 하나님 나라의 ବାହାର 비밀을 ଲୋକମାନଙ୍କୁ 너희에게는 ସମସ୍ତ ବିଷୟ 주었으나 ଦୃଷ୍ଟାନ୍ତରେ 너희에게는 କୁହାଯାଇଅଛି, 하나님 ଯେପରି ସେମାନେ ଦେଖୁ ଦେଖୁ 이는 ଜ୍ଞାତ 저희가 ହୁଅନ୍ତି 보기로 ନାହିଁ ଓ ପୁଣି 보아도 ଶୁଣୁ ଶୁଣୁ ବୁଝନ୍ତି ନାହିଁ, 알 କାଳେ 수 ସେମାନେ 없는 ଫେରି 그 ଆସନ୍ତି ଓ 뜻을 କ୍ଷମା 깨닫지 ପ୍ରାପ୍ତ 못하여 ହୁଅନ୍ତି। 여겨 ଯୀଶୁ ପୁଣି 돌이켜 ସେମାନଙ୍କୁ 세상 କହିଲେ, 속히 ତୁମ୍ଭେମାନେ କି ଏହି 못 ଦୃଷ୍ଟାନ୍ତ 가게 ବୁଝୁନାହଁ? 하려 합니다 ତେବେ କିପରି 하시고 ସମସ୍ତ 또 가서 ଦୃଷ୍ଟାନ୍ତ 너희가 ବୁଝିବ? 이 비유를 알지 ବୁଣାଳି ବାକ୍ୟ 못할진대 ବୁଣେ, 어떻게 모든 ଯେଉଁମାନେ 것을 ଶୁଣନ୍ତି 알리랴 ପୁଣି ଶୁଣିବା 부르는 କ୍ଷଣି 자는 그 ଶୟତାନ 말씀을 ଆସି 들리는 ସେମାନଙ୍କ 것이 ଠାରୁ 아니라 ବୁଣାଯାଇଥିବା ବାକ୍ୟ 말씀을 ହରଣ 길가에 କରିନିଏ। 뿌렸다는 ସେମାନେ 것은 이들이 ବାକ୍ୟ 곧 말씀을 ଶୁଣାଯାଇଥିବା 들었을 때에 ବାଟ 사랑의 ପାଖର 결실과 ଭୂମି 맺음이 ସାଦୃଶ୍ୟ। 함께 뿌림없이 ସେହିପରି ଯେଉଁମାନେ 말씀 ବାକ୍ୟ 빼앗는 것이요 또 이와 같이 ଶୁଣିବା 돌 କ୍ଷଣି 밭에 ଆନନ୍ଦରେ ତାହା 굴렀다는 ଗ୍ରହଣ 것은 କରନ୍ତି, କିନ୍ତୁ ସେମାନଙ୍କଠାରେ 이들이니 ଚେର 곧 ନ 말씀을 ମାଡ଼ିବାରୁ 들을 때 즉시 କ୍ଷଣକାଳ 생명을 ମାତ୍ର 받아 그 ସ୍ଥିର 속에 ରୁହନ୍ତି, 뿌리가 없이 ପରେ 잠깐 ବାକ୍ୟ ସକାଶେ 잠기다가 କ୍ଲେଶ ବା ତାଡ଼ନା 말씀에 ଘଟିଲେ 환란이나 ସେହି କ୍ଷଣି ବିଘ୍ନ ପାଆନ୍ତି। 비판이 일어날 ସେମାନେ 때 곧 ବୁଣାଯାଇଥିବା ପଥରିଆ 넘어지는 ଭୂମି 자요. ସାଦୃଶ୍ୟ। 또 ଆଉ 어떤 ଯେଉଁମାନେ 자는 ବାକ୍ୟ 가시 떨기에 ଶୁଣନ୍ତି, 뿌리온 자니 ପୁଣି 이들은 ସାଂସାରିକ 말씀을 ଚିନ୍ତା, 들을 때 ଧନର ମାୟା ଏବଂ ଅନ୍ୟାନ୍ୟ 세상의 염려와 ସମସ୍ତ 재물을 ବିଷୟରେ 기울이고 ଲାଳସା ପ୍ରବେଶ 집단 କରି 욕심이 들어와서 ବାକ୍ୟକୁ ଚାପି 말씀을 ପକାଏ ଓ ତାହା 마음에 결실치 ଫଳହୀନ 못하게 ହୁଏ। 되는 자요. ସେହି ଅନ୍ୟ 좋은 ପ୍ରକାର 땅에 ଲୋକେ 뿌리었다는 것은 ବୁଣାଯାଇଥିବା 곧 말씀을 କଣ୍ଟାମୟ 듣고 ଭୂମି ସାଦୃଶ୍ୟ। 받아 30배, ଆଉ ଯେଉଁମାନେ 60배, ବାକ୍ୟ ଶୁଣି 100배 ତାହା ଗ୍ରହଣ 결실하는 କରନ୍ତି 자니라. ଏବଂ 30 ଗୁଣ, 여기까지 읽겠습니다. 60 ଗୁଣ ଓ 100 ଗୁଣ ଫଳନ୍ତି, ସେମାନେ 우리가 ବୁଣାଯାଇଥିବା 성경에 ଉତ୍ତମ ଭୂମି 이렇게 ସାଦୃଶ୍ୟ। 두꺼운 성경책이 ବାଇବଲ 있으면 ହେଉଛି ବହୁତ 아주 ମୋଟା 작은 ପୁସ୍ତକ 것처럼 빽빽하게 여러분 안 보여줘도 ଏବଂ 잘 알죠. ଈଶ୍ୱରଙ୍କ ବାକ୍ୟ ଏ ଗୋଟେ ବହି ମଧ୍ୟରେ ପ୍ରଚୁର ଭାବରେ ପ୍ରଭୁ ବାକ୍ୟ 많은 ରଖିଅଛନ୍ତି। 말씀이 있지만은 ବର୍ତ୍ତମାନ ଆମେ 우리가 그 ବାଇବଲର 말씀을 ବାକ୍ୟକୁ 마다 ପଢ଼ୁଅଛୁ। 받아들이고 믿는 ଏ ଜାଗାରେ 양에 ଅନେକ 차이가 ବାକ୍ୟ 있는 ଅଛି, କିନ୍ତୁ ଏ 것인데 ବାକ୍ୟ ମଧ୍ୟରୁ କେତେଟି ବାକ୍ୟ ଆମମାନେ ଗ୍ରହଣ କରୁଅଛୁ 말씀을 ଏବଂ 듣고 이제 ବିଶ୍ୱାସ 말씀 କରୁଅଛୁ 순종하고 ଆମମାନଙ୍କର 순종 가까이 ହୃଦୟରେ। 하고 싶은데 세상 이런 문제들이 생겨 저런 문제 생기면 ଆମମାନେ 스스로 ଈଶ୍ୱରଙ୍କ ବାକ୍ୟର 말씀 ନିକଟବର୍ତ୍ତୀ ହେବା ପାଇଁ 멀어지는 ଚାହୁଁ, 그런 경우를 କିନ୍ତୁ ଯେତେବେଳେ ଆମମାନେ 이야기하고 ସମାଜରେ 있는 ବଞ୍ଚୁଅଛୁ ଏବଂ ଜଗତରେ ବଞ୍ଚୁଅଛୁ, 똑같이 ଆମମାନଙ୍କର ହୃଦୟ 음식을 ପରମେଶ୍ୱରଙ୍କ ଠାରୁ ବହୁତ 먹어도 ଦୂରକୁ 정말 ଚାଲି 다르게 ଯାଇଥାଏ। 맛있게 먹는 사람이 ଆମମାନେ 있는가 ସମାନ 하면 ଖାଦ୍ୟକୁ ଖାଉଅଛୁ, ସେଠି ଲୋକମାନେ 비교되어 ଅଛନ୍ତି 사는 ଯେଉଁମାନେ କି 그런 ବହୁତ ସ୍ୱାଦିଷ୍ଟ 것처럼 ଭାବରେ ଖାଆନ୍ତି, 세상 କିନ୍ତୁ 사람들은 କେତେ ଲୋକ 다 ଅଛନ୍ତି ଖାଇଲା ବେଳକୁ 다릅니다. ସେମାନେ ଅଭିଯୋଗ 그 କରନ୍ତି। 다른 것도 ଏ 그렇지만은 ଜଗତରେ ସମସ୍ତେ ଭିନ୍ନ ଭିନ୍ନ 신앙에 ପ୍ରକାର ଲୋକମାନେ ଅଛନ୍ତି, 대해서 ପରସ୍ପରଙ୍କ ଠାରୁ ମଧ୍ୟ 이 ସେମାନେ 성경 ଭିନ୍ନ। 말씀 이것은 내 କିନ୍ତୁ 영혼의 ବିଶ୍ୱାସ ଜୀବନ 생명이고 ବିଷୟରେ ଯେତେବେଳେ 영원한 ଆମମାନେ 것이기 ଦେଖିବା, 때문에 그냥 뭐 ଆତ୍ମିକ ଜୀବନ ହେଉଛି ଆମମାନଙ୍କର ଆତ୍ମା ବିଷୟରେ ବୁଝାଏ ଏବଂ 진지하게 말씀을 받아들이면 ଏଇଟା କେବଳ ଖାଇବା 예수의 ପରି 말씀이 ନୁହେଁ, 내 마음 안에 살아서 କିନ୍ତୁ ଆମମାନେ ଏହା ବହୁତ ଗମ୍ଭୀର ଭାବରେ ନେବା 지금까지 ଉଚିତ 내가 내 ଏବଂ ଧ୍ୟାନ 생각대로 ଦେବା 삶을 ଉଚିତ। 살아왔지만은 ମୋ ଜୀବନ 예수의 ଆଜି ପର୍ଯ୍ୟନ୍ତ ମୋର 말씀이 ଚିନ୍ତାକୁ 내 ବିଶ୍ୱାସ 마음을 କରିକି ବଞ୍ଚି 지배하기 ଆସିଥିଲି, 때문에 କିନ୍ତୁ ବର୍ତ୍ତମାନ 말씀으로 ଯୀଶୁଙ୍କ 따라가는 ବାକ୍ୟ ମୋ 그런 ହୃଦୟକୁ ଅତିକ୍ରମ 삶으로 କରିଅଛି ଏବଂ ମୋ 서서히 ହୃଦୟକୁ କର୍ତ୍ତୃତ୍ୱ 변화가 କରୁଅଛି। 되어진다는 것입니다. ସେଥିପାଇଁ ପରମେଶ୍ୱରଙ୍କର ବାକ୍ୟ ଅନୁସାରେ 저들이 ବଞ୍ଚିବା 성경 ଦ୍ୱାରା ଆମେ ପରିବର୍ତ୍ତନ 읽어보면서 ଜୀବନ ଯାପନ 여러 차례 କରୁଅଛୁ। 성경 읽고 ଯେତେବେଳେ ଆମେ ଈଶ୍ୱରଙ୍କ 읽었는데 ବାକ୍ୟକୁ ପଢ଼ିବା, ମୁଁ 성경이 ଅନେକ 뭐 ଥର 짧은 ବାକ୍ୟକୁ 것도 ପଢ଼ିଅଛି, 두껍고 ବାଇବଲକୁ ପଢ଼ିଅଛି। 기니까 ବାଇବଲ 다 ଗୋଟେ ଛୋଟ 외우지도 ପୁସ୍ତକ 못하고 ନୁହେଁ, 다 ଏହା 알지도 ବହୁତ 못하는 ଲମ୍ବା। 가운데 그냥 읽다가 ଆମମାନେ 같이 ସମସ୍ତ 말씀 ବିଷୟକୁ 받고 ମନେ 그렇게 ରଖିପାରିବା 끝날 ନାହିଁ, 때가 ଆଉ ସମସ୍ତ 많습니다. ବିଷୟ ମଧ୍ୟ ବୁଝିପାରିବା ନାହିଁ। 그러나 이제 ଆମମାନେ 성경을 ସରଳ ଭାବରେ 쳐서 ପଢ଼ିଥାଉ, ହଁ 하나하나 ଈଶ୍ୱରଙ୍କ 생각해서 ବାକ୍ୟ ହେଉଛି 성경 ବହୁତ 읽다가 ଭଲ। 보면은 ଅନେକ ଥର ଯେତେବେଳେ ଆମେ ଏହି ପ୍ରକାର 이 ଭାବରେ 성경은 ପଢ଼ିଥାଉ, 예수님의 ଈଶ୍ୱରଙ୍କ 말씀입니다. ବାକ୍ୟକୁ, ବାଇବଲକୁ ଖୋଲିକି ପଢ଼ିଥାଉ, 특히 ଈଶ୍ୱରଙ୍କ 예수님께서 ବାକ୍ୟ 우리 ହେଉଛି 죄를 ଯୀଶୁଙ୍କର 사하기 ବାକ୍ୟ। 위하여 십자가에 못 박혀 죽으신 ସ୍ୱତନ୍ତ୍ର 그런 ଭାବରେ ଯୀଶୁ 이야기이기 ଖ୍ରୀଷ୍ଟ 때문에 ଏ ଜଗତକୁ କିପରି ଭାବରେ 그분 ଆସିଲେ 예수 ଏବଂ ଆମ 십자가에 못 박혀 ସମସ୍ତଙ୍କର ପାପ ନିମନ୍ତେ 죽으셨으면 କ୍ରୁଶରେ କୃଷାର୍ପିତ ହେଲେ, 내 죄가 ତାହେଲେ ମୋର ପାପ କ୍ଷମା 사해진 게 ହୋଇଅଛି। 맞구나 하고 이제 성경이 생각 내 마음 ତ 안에 ଆମମାନେ 연결이 ଏ ବାକ୍ୟକୁ ଆମମାନଙ୍କର ହୃଦୟ ସହିତ 그러면 내 ସଂଯୁକ୍ତ 죄가 କରିପାରିବା। 사해졌다면 ତାହେଲେ ମୋର ପାପ ଧୁଆଯାଇଅଛି, 나는 ତାହେଲେ ମୁଁ ସ୍ୱର୍ଗକୁ 하늘나라를 갈 수 ଯାଇପାରିବି। 있네. ତାହେଲେ ପ୍ରଭୁ ପ୍ରକୃତରେ ମୋତେ ଆଶୀର୍ବାଦ 그러면 କରିବେ। 하나님이 ଏ 내게 ସମାନ ବାକ୍ୟକୁ 축복을 ଯେତେବେଳେ ଆମେ 해주시겠네. ଶୁଣିବା, ତାହେଲେ ପରମେଶ୍ୱର ନିଶ୍ଚିତ ଭାବରେ ମୋତେ 그 ଆଶୀର୍ବାଦ କରିବେ ଏବଂ ଆମେ 똑같은 ଅନ୍ୟମାନଙ୍କୁ 성경을 듣고 ବାଣ୍ଟିଥାଉ। 이야기를 듣고 이제 말씀을 ସେ 듣고 ସମାନ 하는 ବାକ୍ୟ, 사람인데 교회 ଯେଉଁମାନେ 잘 ସମାନ 나오는 ବାଇବଲକୁ 사람들 ପଢ଼ିଥାନ୍ତି, 많아요. ଅନେକ 나오나 ଚର୍ଚ୍ଚକୁ ଯିବା 중간에도 안 ଲୋକମାନେ 나오는 ଅଛନ୍ତି। 사람도 별별 사람들이 ଯେତେବେଳେ 있는데 ସେମାନେ 그들 ଚର୍ଚ୍ଚକୁ 다 ଆସିଥାନ୍ତି, 생각의 କିନ୍ତୁ 차이. ସମୟ ଅଛି ସେମାନେ ଚର୍ଚ୍ଚକୁ ଆସିବା ବନ୍ଦ କରିଦିଅନ୍ତି, 이 କାରଣ 성경 ସେମାନଙ୍କର 말씀은 ଚିନ୍ତା 하나님의 ବହୁତ ଭିନ୍ନ 아들이신 ଥାଏ। 예수님이신데 ଯୀଶୁ ହେଉଛନ୍ତି ଈଶ୍ୱରଙ୍କର ପୁତ୍ର ଅଟନ୍ତି। ସେ ଜଗତକୁ ଆସିଅଛନ୍ତି, ଆମମାନଙ୍କର ପାପ ନିମନ୍ତେ କ୍ରୁଶରେ କୃଷାର୍ପିତ ହୋଇଅଛନ୍ତି। 우리를 위해서
ଆମ୍ଭମାନଙ୍କ ନିମନ୍ତେ 십자가에 못 박혀 죽으신 ସେ କ୍ରୁଶରେ 예수님이라면 କୃଷାର୍ପିତ ହୋଇଅଛନ୍ତି। ଯୀଶୁ ଆମମାନଙ୍କର ପାପ ନିମନ୍ତେ କ୍ରୁଶରେ କୃଷାର୍ପିତ ହୋଇଅଛନ୍ତି। ଏହା କେତେ ଧନ୍ୟବାଦର ବିଷୟ, କେତେ କୃତଜ୍ଞର ବିଷୟ। 그게 아니라 ହଁ, ଯୀଶୁ ଏ ଜଗତକୁ ଆସିଥିଲେ, ସେ ଭଲ ଲୋକ, 정말 그 주의 ଆମମାନଙ୍କ 예수님의 ନିମନ୍ତେ ନିଜର 마음에 ଜୀବନ ଦେଲେ। 주인으로 ଏ ପ୍ରକାର ଭାବରେ ଚିନ୍ତା ନ 삼고 କରି 싶다. ଯୀଶୁଙ୍କୁ ନିଜ ହୃଦୟରେ ପ୍ରଭୁ ଭାବରେ ଗ୍ରହଣ କରି, ଯେହେତୁ ଯୀଶୁ ହେଉଛନ୍ତି ଈଶ୍ୱରଙ୍କର ପୁତ୍ର ଅଟନ୍ତି, ଅଦ୍ୱିତୀୟ ପୁତ୍ର ଅଟନ୍ତି। ହଁ, ମୋ ଜୀବନ ମୋ ପ୍ରଭୁଙ୍କୁ ସନ୍ତୁଷ୍ଟ କରିକି ଜୀବନ ଯାପନ କରିବା ପାଇଁ ଚାହେଁ। ଯେଉଁମାନଙ୍କ ପାଖରେ ଏ ପ୍ରକାର ହୃଦୟ ଅଛି ଆଉ ଯେଉଁମାନଙ୍କ ପାଖରେ ଏ ପ୍ରକାର ହୃଦୟ ନାହିଁ, ଯୀଶୁଙ୍କୁ ବିଶ୍ୱାସ କରିବା ହେଉଛି ବହୁତ ଭିନ୍ନ। ମୁଁ ଛୋଟବେଳରୁ ହିଁ ଚର୍ଚ୍ଚକୁ ଯାଇଅଛି, ଏଲିମେଣ୍ଟାରୀ ସ୍କୁଲ ଠାରୁ। ଯେତେବେଳେ ମୁଁ ଛୋଟବେଳରୁ ବଡ଼ ହେଲି, ଧୀରେ ଧୀରେ ମୁଁ ଯେତେବେଳେ ବାଇବେଲକୁ ଗଭୀରରୁ ଅଧିକ ଗଭୀର ଭାବରେ ପଢ଼ିବାକୁ ଆରମ୍ଭ କଲି ଏବଂ ବାକ୍ୟକୁ ନେଇକି ଚିନ୍ତା କରିବା ପାଇଁ ଆରମ୍ଭ କଲି, ପରେ ମୁଁ ଜାଣିବାକୁ ପାଇଲି ଯୀଶୁ ମୋର ପାପ ନିମନ୍ତେ କ୍ରୁଶରେ କୃଷାର୍ପିତ ହୋଇଅଛନ୍ତି। ଯୀଶୁ ମୋର ପାପ ନିମନ୍ତେ କ୍ରୁଶରେ କୃଷାର୍ପିତ ହୋଇଅଛନ୍ତି। ଯଦି ସେ ମୋର ପାପ ନିମନ୍ତେ କ୍ରୁଶରେ କୃଷାର୍ପିତ ହୋଇଅଛନ୍ତି, ତାହେଲେ ଏଇଟା ଠିକ୍ ଯେ ମୋର ପାପ ଧୁଆ ଯାଇଅଛି, କ୍ଷମା କରାଯାଇଅଛି। ଯଦି ମୋର ପାପ ନିମନ୍ତେ ଯୀଶୁ କ୍ରୁଶରେ କୃଷାର୍ପିତ ହୋଇଅଛନ୍ତି, ତାହେଲେ ମୋର ପାପ ଧୁଆ ଯାଇଅଛି। ତାହେଲେ ମୁଁ ଜଣେ ପାପୀ ନୁହଁ, ମୋର ପାପ କ୍ଷମା ହୋଇଅଛି। ସେଥିପାଇଁ ମୁଁ ଯେତେବେଳେ ଜଗତ ଛାଡ଼ିକି ଯିବି, ମୁଁ ନିଶ୍ଚିତ ଭାବରେ ସ୍ୱର୍ଗ ରାଜ୍ୟକୁ ଯିବି। ଆମମାନଙ୍କର ହୃଦୟରେ ଏହି ପ୍ରକାର ଭାବରେ ଆମମାନେ ଚିନ୍ତା କରିପାରିବା ଯେତେବେଳେ ଆମମାନେ ବାଇବେଲ ପଢ଼ିବା। ହଁ, ଏ ଜଗତକୁ ଛାଡ଼ି ଯେତେବେଳେ ମୁଁ ପ୍ରସ୍ଥାନ କରିବି, ନିଶ୍ଚିତ ଭାବରେ ମୁଁ ସ୍ୱର୍ଗକୁ ଯିବି। ଏହି ପ୍ରକାର ଭାବରେ ଆମମାନଙ୍କର ହୃଦୟ ବିଶ୍ୱାସରେ ଆମେ ଛିଡ଼ା ହୋଇପାରିବା। ହଁ, ପ୍ରଭୁ ଯୀଶୁ ମୋର ପାପ ନିମନ୍ତେ କ୍ରୁଶରେ କୃଷାର୍ପିତ ହୋଇଅଛନ୍ତି। ଯୀଶୁଙ୍କ ପାଇଁ ଏହା କେତେ ଯନ୍ତ୍ରଣାଦାୟକ ହୋଇଥିବ। ସେ ନିଶ୍ଚିତ ଭାବରେ ମୋର ପାପ ନିମନ୍ତେ ରକ୍ତକୁ ବୁହାଇ ଅଛନ୍ତି। ଏହା ହେଉଛି ଏ କଷ୍ଟ ଆମେ କେବେ କଳ୍ପନା କରିପାରିବା ନାହିଁ, କେବେ ଅନୁଭବ କରିପାରିବା ନାହିଁ। କିନ୍ତୁ ସେ ଯୀଶୁ ମୋ ପରି ମଣିଷ ନିମନ୍ତେ, ମୋ ପରି ଲୋକଙ୍କୁ ଉଦ୍ଧାର କରିବା ନିମନ୍ତେ ସେ କ୍ରୁଶରେ କଣ୍ଟାବିଦ୍ଧ ହୋଇ କ୍ରୁଶରେ କୃଷାର୍ପିତ ହୋଇଅଛନ୍ତି। ଯଦି ଯୀଶୁ ମୋର ପାପ ନିମନ୍ତେ କ୍ରୁଶରେ କୃଷାର୍ପିତ ହୋଇଅଛନ୍ତି, ତାହେଲେ ନିଶ୍ଚିତ ଭାବରେ ମୋର ପାପ କ୍ଷମା ହୋଇଅଛି। ସେ ମୋତେ ଉଦ୍ଧାର କରିଅଛନ୍ତି। ସେ ମୋ ନିମନ୍ତେ କ୍ରୁଶରେ କୃଷାର୍ପିତ ହୋଇଅଛନ୍ତି। ତାର ଅର୍ଥ ନୁହେଁ କି ମୁଁ ସ୍ୱର୍ଗକୁ ଯିବି। ହଁ, ନିଶ୍ଚିତ ଭାବରେ ମୁଁ ସ୍ୱର୍ଗକୁ ଯିବି। ଏହା ହେଉଛି ସମାନ ବାକ୍ୟ, କିନ୍ତୁ ଅନେକ ଲୋକମାନେ ଯେତେବେଳେ ପଢ଼ନ୍ତି, ସେମାନେ ବହୁତ ଭିନ୍ନ ଭାବରେ ଚିନ୍ତା କରିଥାନ୍ତି। କିଛି ଲୋକମାନେ ବହୁତ ଅସ୍ପଷ୍ଟ ଭାବରେ ଚିନ୍ତା କରିଥାନ୍ତି। ସେମାନେ ଥରେ ଦୁଇଥର ବାକ୍ୟକୁ ଶୁଣିଲା ପରେ ବାକ୍ୟରୁ ସେମାନେ ଦୂରେଇ ଯାଆନ୍ତି। ସେ ଜାଗାରେ ଅନେକ ଲୋକମାନେ ଅଛନ୍ତି ଯେଉଁମାନେ କି ଚର୍ଚ୍ଚକୁ ଯାଆନ୍ତି ଏବଂ ଚର୍ଚ୍ଚରୁ ଦୂରେଇ ଯାଆନ୍ତି। ଅନେକ ଚର୍ଚ୍ଚକୁ ଯିବା ଲୋକମାନଙ୍କ ମଧ୍ୟରୁ ସମସ୍ତେ ସ୍ୱର୍ଗ ରାଜ୍ୟକୁ ଯାଇପାରିବେ ନାହିଁ। ଅଧିକାଂଶ ଲୋକମାନେ ଗୋଟେ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରୁ ସେମାନେ ଛାଡ଼ି ଦେଇଥାନ୍ତି ଯୀଶୁଙ୍କୁ ବିଶ୍ୱାସ କରିବା, ଯେହେତୁ ସେମାନେ ଜାଣନ୍ତି ନାହିଁ। ସେଥିପାଇଁ ସେମାନେ ଏ ପ୍ରକାର କରନ୍ତି। ସେମାନେ କ୍ରମାଗତ ଭାବରେ ବିଶ୍ୱାସରେ ଜୀବନଯାପନ କରିପାରନ୍ତି ନାହିଁ। ଯୀଶୁ ଆମମାନଙ୍କର ପାପ ନିମନ୍ତେ କ୍ରୁଶରେ କୃଷାର୍ପିତ ହୋଇଅଛନ୍ତି। ଆଉ ସେ ଖାଲିରେ ସେ ପ୍ରକାର କରିନାହାନ୍ତି, କିନ୍ତୁ ସେ ମୋ ନିମନ୍ତେ ବଞ୍ଚିଲେ। ସେ ମୋ ନିମନ୍ତେ ନିଜକୁ ଉତ୍ସର୍ଗ କଲେ, ଯଦ୍ୱାରା କି ମୁଁ ସ୍ୱର୍ଗ ରାଜ୍ୟକୁ ଯାଇପାରେ। ସେଥିପାଇଁ ମୁଁ ସ୍ୱର୍ଗକୁ ଯାଇପାରିବି। ଆପଣଙ୍କର ହୃଦୟରେ ଯଦି ସେ ବିଷୟରେ ଆପଣ ଛିଡ଼ା ହେବେ, ତାହେଲେ ଆପଣ କେବେ ମଧ୍ୟ ଡାଉଟ୍ କରିବେ ନାହିଁ, ଚର୍ଚ୍ଚକୁ ନ ଯାଇକି ରହିପାରିବେ ନାହିଁ। ଆପଣ ବାଧ୍ୟ ହୋଇକି ଚର୍ଚ୍ଚକୁ ଯିବେ ଏବଂ ପ୍ରଭୁଙ୍କର ସେବା କରିବେ ଆଉ ଆନନ୍ଦରେ ପ୍ରଭୁଙ୍କ ନିକଟରେ ନିବେଦନ କରି ପ୍ରାର୍ଥନା କରିବେ। ଆଉ ଏ ଲୋକ ଯେପରି ଜୀବନଯାପନ କରିବ, ସତରେ ସମସ୍ତ ବିଷୟ ଯୀଶୁଙ୍କ ସହିତ ସମାନ ହେଇଯିବ। ତାହେଲେ ସେ ଜାଗାରେ କେହି ମଧ୍ୟ ରହିବେ ନାହିଁ ଯିଏକି ସ୍ୱର୍ଗ ରାଜ୍ୟକୁ ଯାଇପାରିବେ ନାହିଁ। ମୁଁ ଅନେକ ବର୍ଷ ଧରିକି ଜଣେ ପାଷ୍ଟର ଭାବରେ ଜୀବନଯାପନ କରିଅଛି। କିଛି ଲୋକମାନେ ଅଛନ୍ତି, ଚର୍ଚ୍ଚକୁ ଆସନ୍ତି, ସେମାନେ ଆନନ୍ଦିତ ହେଇକି ଆସନ୍ତି, ଥରେ ଦୁଇଥର ଆସନ୍ତି, ଆନନ୍ଦିତ ହୁଅନ୍ତି, ଧନ୍ୟବାଦୀ ହୁଅନ୍ତି, କିନ୍ତୁ ହଠାତ୍ ସେମାନେ ଚର୍ଚ୍ଚକୁ ଆସିବାକୁ ବନ୍ଦ କରିଦିଅନ୍ତି। କାହିଁକି ସେମାନେ ଚର୍ଚ୍ଚକୁ ଆସିବାକୁ ବନ୍ଦ କରିଦିଅନ୍ତି? ଯେହେତୁ ସେମାନଙ୍କର କିଛି ସମସ୍ୟା ଥିବା ଯୋଗୁଁ ନୁହେଁ, ଯେହେତୁ ସେମାନେ ଅତି ସ୍ପଷ୍ଟ ଭାବରେ ଜାଣନ୍ତି ନାହିଁ ଯେ ଯୀଶୁ କିଏ। ଯୀଶୁ ଜଣେ ସାଧାରଣ ମନୁଷ୍ୟ ନୁହନ୍ତି, ଜଣେ ସାଧାରଣ ବ୍ୟକ୍ତିତ୍ୱ ନୁହନ୍ତି। ସେ ଆମମାନଙ୍କର ପାପ ନିମନ୍ତେ କ୍ରୁଶରେ କୃଷାର୍ପିତ ହୋଇଅଛନ୍ତି। ସେ ନିଜ ନିମନ୍ତେ ନୁହଁ, ଆମ ସମସ୍ତଙ୍କ ନିମନ୍ତେ। ହଉ, ଠିକ୍ ଅଛି, ମୁଁ ଜାଣେ
ପାଷ୍ଟର ବହୁତ ଲମ୍ବା ପ୍ରଚାର କରୁଛନ୍ତି, ବିରକ୍ତ ଲାଗୁଛି ବାକ୍ୟ ଶୁଣି ଶୁଣି, ମୁଁ ଆଉ ଚର୍ଚ୍ଚକୁ ଯିବିନି। ଯେଉଁମାନେ ଯୀଶୁଙ୍କୁ ଜାଣନ୍ତି ସେମାନେ କେବେ ମଧ୍ୟ ଏ ପ୍ରକାର କହିବେ ନାହିଁ। ମୋ ପରି ଲୋକ ମୁଁ କିଏ ଯେ ମୋ ନିମନ୍ତେ ଯୀଶୁ ଆପଣାର ବହୁମୂଲ୍ୟ ରକ୍ତକୁ ବୁହାଇ ଅଛନ୍ତି। 얼마나 고통스럽겠지. ଏହା କେତେ ବଡ଼ ଯନ୍ତ୍ରଣା କ୍ରୁଶରେ କ୍ରୁଶାର୍ପିତ ହେବା ନିମନ୍ତେ। ଯଦି ମୁଁ ହୋଇଥାନ୍ତି ତାହେଲେ ମୁଁ କଣ ସେହି ପ୍ରକାର କ୍ରୁଶରେ କ୍ରୁଶାର୍ପିତ ହୋଇଥାନ୍ତି କି? କିନ୍ତୁ ସେ ମୋ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହେଲେ ଆପଣାର ରକ୍ତକୁ ବୁହାଇ ଅଛନ୍ତି। 마음이 들면 ଯଦି ଆପଣମାନଙ୍କ ପାଖରେ ଯଦି ଏ ପ୍ରକାର ହୃଦୟ ଅଛି, 주님께 드려도 아깝지 않는 거예요. ଯଦ୍ୟପି ଆପଣମାନଙ୍କୁ ନିଜର ସମସ୍ତ ଜୀବନ ପ୍ରଭୁଙ୍କୁ ଦେବାକୁ ପଡ଼ିଲେ ମଧ୍ୟ ଆପଣ କେବେ ତାହା ନଷ୍ଟି ବୋଲି ମନେ କରିବେ ନାହିଁ। ବେଳେବେଳେ ଆପଣମାନେ ତାଡ଼ନା ପ୍ରାପ୍ତ ହେବେ। ହଁ, ଯେ ବେଳେବେଳେ ଲୋକମାନେ ଆପଣମାନଙ୍କୁ କୌତୁକ କରନ୍ତି, ସେଇଟା କିଛି ବଡ଼ କଥା ହେବନି ଆପଣଙ୍କର ହୃଦୟରେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କ'ଣ? ଅଧିକାଂଶ ଲୋକମାନେ ଚର୍ଚ୍ଚକୁ ଯାଆନ୍ତି, ସେମାନେ କହିଥାନ୍ତି ଆମେ ଯୀଶୁଙ୍କୁ ବିଶ୍ୱାସ କରୁଅଛୁ, କିନ୍ତୁ ସେ ଯୀଶୁ 우리 죄를 위하여 ଆମମାନଙ୍କର ପାପ ନିମନ୍ତେ ସେ ଆମମାନଙ୍କର ପାପରୁ ଉଦ୍ଧାର କରିଅଛନ୍ତି। ସେ ଆପଣାର ସମସ୍ତ ରକ୍ତକୁ ବୁହାଇ ଅଛନ୍ତି। ସେ କ୍ରୁଶରେ ଆମ୍ଭମାନଙ୍କ ନିମନ୍ତେ କ୍ରୁଶାର୍ପିତ ହୋଇଅଛନ୍ତି। ତାହେଲେ ମୁଁ ଯଦି ହୋଇଥାନ୍ତି ତାହେଲେ କାହା ନିମନ୍ତେ, ଅନ୍ୟମାନଙ୍କ ନିମନ୍ତେ କ'ଣ ମୁଁ କ୍ରୁଶରେ କ୍ରୁଶାର୍ପିତ ହୋଇଥାନ୍ତି କି? କିନ୍ତୁ ଅନେକ ଘଣ୍ଟା ଧରିକି ସେ କ୍ରୁଶରେ ଟଙ୍ଗା ଯାଇଥିଲେ। ସେ ଆପଣର ଦେହର ସମସ୍ତ ରକ୍ତକୁ ଦେଇଅଛନ୍ତି। ଯେତେବେଳେ ଆମମାନେ ଯତ୍ନ ସହକାରେ ଯୀଶୁଙ୍କ ବିଷୟରେ ପଢ଼ିବା, ବାଇବଲକୁ ଯଦି ପଢ଼ିବା, ମୋତେ ଉଦ୍ଧାର କରିବା ନିମନ୍ତେ, ମୋତେ ସ୍ୱର୍ଗ ରାଜ୍ୟକୁ ନେବା ନିମନ୍ତେ ସେ ଆପଣାର ବହୁମୂଲ୍ୟ ରକ୍ତକୁ କ୍ରୁଶରେ ମୋ ନିମନ୍ତେ ବୁହାଇ ଅଛନ୍ତି। ଯେତେବେଳେ ଆପଣମାନେ ଯୀଶୁଙ୍କର ହୃଦୟକୁ ଅତି ସ୍ପଷ୍ଟ ଭାବରେ ଜାଣିପାରିବେ, ଏକ୍ଜାକ୍ଟଲି ଯେତେବେଳେ ଆପଣମାନେ ଜାଣିବେ, ଯଦି ଆପଣ ଜାଣିପାରିବେ ତାହେଲେ ଯେକୌଣସି ବିଷୟ ଆପଣଙ୍କ ପ୍ରତି ଘଟୁନା କାହିଁକି ଆପଣ ମଣ୍ଡଳୀକୁ ଯିବେ, ଯେତେ ମଧ୍ୟ ଆପଣମାନେ ଅପମାନିତ ହୁଅନ୍ତୁ ନା କାହିଁକି, ଯେତେ ମଧ୍ୟ ଆପଣମାନଙ୍କୁ କୌତୁକ କରାଯାଏ ନା କାହିଁକି, ଯେକୌଣସି ପରିସ୍ଥିତି ସମସ୍ୟା ଆପଣଙ୍କ ଜୀବନରେ ଆସେ ନା କାହିଁକି, ହେଲେ ସୁଦ୍ଧା ଆପଣଙ୍କର ହୃଦୟରେ ଆପଣ କହିବେ ମୁଁ ଚର୍ଚ୍ଚକୁ ଯିବି। ଏହି ପ୍ରକାର ଭାବରେ ଲୋକମାନେ ପ୍ରଭୁଙ୍କୁ ନିଜର ହୃଦୟରେ ସେବା କରିବେ। ଯେହେତୁ ପ୍ରଭୁ ଆମମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ସେ ଆମମାନଙ୍କୁ ସ୍ୱର୍ଗ ରାଜ୍ୟର ଉପହାର ଦେଇଅଛନ୍ତି, ଅନନ୍ତକାଳୀନ ରାଜ୍ୟ ଆମ୍ଭମାନଙ୍କୁ ଦେଇଅଛନ୍ତି। ସେ ଆମମାନଙ୍କୁ ସମସ୍ତ ବିଷୟକୁ ଯୋଗାଇ ଦେଇଅଛନ୍ତି। କିନ୍ତୁ ବହୁତ ଦୁର୍ଭାଗ୍ୟ ବିଷୟ, ଅଧିକାଂଶ ଲୋକମାନେ ଚର୍ଚ୍ଚକୁ ଯାଆନ୍ତି ଆଉ ବହୁତ କର୍ମଠ ହୃଦୟକୁ ନେଇକି ସେମାନେ ଜାଣନ୍ତି, ମଣ୍ଡଳୀକୁ ଯାଆନ୍ତି, କିନ୍ତୁ ଅନେକ ଲୋକମାନେ ନା ନିମନ୍ତେ, ନାମ ପାଇଁ କେବଳ ଚର୍ଚ୍ଚକୁ ଆସନ୍ତି। ସେମାନେ ନିଜର ଇମୋସନାଲକୁ ବିଶ୍ୱାସ କରନ୍ତି ଆଉ ସେମାନେ କେବଳ ଅଗାଢ଼ୀ ଆତ୍ମିକ ଜୀବନକୁ ଯାପନ କରନ୍ତି, ଭିତରେ କିଛି ମଞ୍ଜି ନଥିବ। ଯୀଶୁ ଆମମାନଙ୍କ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହୋଇଅଛନ୍ତି, ଆମ୍ଭମାନଙ୍କୁ ପାପରୁ ଉଦ୍ଧାର କରିବା ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହୋଇଅଛନ୍ତି। କିନ୍ତୁ ଅଧିକାଂଶ ଲୋକମାନେ ଚର୍ଚ୍ଚକୁ ଆସିବାକୁ ବନ୍ଦ କରିଦିଅନ୍ତି ଆଉ ଶେଷରେ ସେମାନେ ଅଦୃଶ୍ୟ ହୋଇଯିବେ। ପ୍ରଭୁ ଆମମାନଙ୍କ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହୋଇଅଛନ୍ତି। ସେ ଆମମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆପଣଙ୍କୁ ବଳି ରୂପେ ଉତ୍ସର୍ଗ କରିଅଛନ୍ତି। କ୍ରୁଶରେ କ୍ରୁଶାର୍ପିତ ହେବା କେତେ ବଡ଼ ଯନ୍ତ୍ରଣା ଥିବ। ସେ ମୋ ପରି ପାପୀ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହୋଇଅଛନ୍ତି। ସେ ମୋ ପରି ଲୋକ ନିମନ୍ତେ ଆପଣାର ବହୁମୂଲ୍ୟ ରକ୍ତକୁ ବୁହାଇ ଅଛନ୍ତି। ସେ ମୋ ନିମନ୍ତେ ଯନ୍ତ୍ରଣା ପାଇଅଛନ୍ତି। ସେ ମୋ ନିମନ୍ତେ ଏତେ ତାଡ଼ନା ପାଇଅଛନ୍ତି, ଏତେ କ୍ଲେଶ ସହ୍ୟ କରିଅଛନ୍ତି, ଏତେ ଅପମାନିତ ହୋଇଅଛନ୍ତି। ଆପଣମାନେ ଯଦି ଯୀଶୁଙ୍କର ହୃଦୟକୁ ଅତି ସ୍ପଷ୍ଟ ଭାବରେ ଜାଣିବାକୁ ପାଇବେ, ତାହେଲେ ଆପଣ କେବେ ମଧ୍ୟ କହିବେ ନାହିଁ ଆଜି ମୁଁ ଚର୍ଚ୍ଚ ଯିବି ନାହିଁ, ଆଜି ଗୋଟେ ଦିନ ମୁଁ ସ୍କିପ୍ କରିଦେବି। ଆପଣ ସେମିତି କେବେ କରିବେ ନାହିଁ। ମୁଁ ଯଦ୍ୟପି ହାଲିଆ ହୋଇଅଛି, କିନ୍ତୁ ଆପଣ ଯଦି ଆପଣଙ୍କର ହୃଦୟରେ ଚିନ୍ତା କରିବେ ମୋ ପରି ଲୋକ ନିମନ୍ତେ ସେ କ୍ରୁଶରେ ଚଢ଼ିଅଛନ୍ତି, ସେ ଆପଣଙ୍କର ରକ୍ତ ମୋ ନିମନ୍ତେ ବୁହାଇ ଅଛନ୍ତି। ଆପଣମାନେ ଯେ କେହି ମଧ୍ୟ ହୁଅନ୍ତୁ ନା କାହିଁକି, ଆପଣମାନଙ୍କର ସାରା ଜୀବନ ଉତ୍ସର୍ଗ କରିବେ ତାହା ମଧ୍ୟ ଯଥେଷ୍ଟ ନୁହେଁ। ଆପଣ ନିଜର ସମ୍ପୂର୍ଣ୍ଣ ଜୀବନ ଦେଇଦେବା ପାଇଁ ଚାହିଁବେ। ଏହା ହେଉଛି ଆପଣମାନଙ୍କର ହୃଦୟରୁ ଏହି ପ୍ରକାର ହୃଦୟ ଜାଗ୍ରତ ହେବ। ହଁ, ମୁଁ ଥରେ ଚର୍ଚ୍ଚ ଯିବି, 2 ଥର ଚର୍ଚ୍ଚ ଯିବି, 3 ଥର ଚର୍ଚ୍ଚକୁ ଯିବି। ହଁ, ମୋ ସାଙ୍ଗ ବର୍ତ୍ତମାନ ଆଜି ଆସି ଅଛନ୍ତି, ସେଥିପାଇଁ ମୁଁ ଏ ସପ୍ତାହ ନ ଯାଇକି ନେକ୍ସଟ ସପ୍ତାହକୁ ଯିବି। ଏହି ପ୍ରକାର ହୃଦୟ ପ୍ରଭୁ ଯୀଶୁଙ୍କୁ ତୁଚ୍ଛ କରିବାର ହୃଦୟ ଏବଂ ପ୍ରଭୁ ଯୀଶୁଙ୍କୁ ବହୁତ ହାଲକା ନେବାର ହୃଦୟ। ଯୀଶୁ ଆପଣମାନଙ୍କ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହୋଇଅଛନ୍ତି। ଜଣେ ଆପଣଙ୍କ ନିମନ୍ତେ ଆପଣଙ୍କୁ ବଳି ଦେଇଅଛନ୍ତି, ଆପଣଙ୍କ ନିମନ୍ତେ ଉତ୍ସର୍ଗ କରିଅଛନ୍ତି ନିଜକୁ। ଆପଣମାନେ ତାଙ୍କ ପ୍ରତି ଏହି ପ୍ରକାର ବିଷୟ କେବେ କରିପାରିବେ ନାହିଁ। ହଁ, ଆଜି ସକାଳେ ମୋତେ ଥଣ୍ଡା ଧରିଛି, ଆଜି ମୁଁ ଯିବି ନାହିଁ, ଆସନ୍ତା ସପ୍ତାହକୁ ଯିବି।
ଆପଣ କେବେ ସେମିତି କରିବେ ନାହିଁ। ହଁ ମୁଁ ଚର୍ଚ୍ଚରେ ବସିଛି, ମୋତେ ନିଦ ଲାଗୁଛି, ମୁଁ ଶୋଇ ପଡ଼ିବି। ଆପଣ ସେମିତି କେବେ ମଧ୍ୟ କରିବେ ନାହିଁ। ଯେଉଁ ଲୋକମାନେ ଯୀଶୁଙ୍କୁ ଅତି ସ୍ପଷ୍ଟ ଭାବରେ ଜାଣିଅଛନ୍ତି ସେମାନେ ସମ୍ପୂର୍ଣ୍ଣ ହୃଦୟ ଦେଇ ଈଶ୍ୱରଙ୍କ ବାକ୍ୟ ଶୁଣିବେ। ଯୀଶୁଙ୍କ ସକାଶୁ ମୁଁ ସ୍ୱର୍ଗ ରାଜ୍ୟକୁ ଯାଇପାରୁଅଛି। ହଁ ମୁଁ ଏ ମୁହୂର୍ତ୍ତକୁ ମୁଁ ଏ ପ୍ରକାର ଭାବରେ ଖାଲିରେ ଯିବା ପାଇଁ ଦେବି ନାହିଁ। ସମସ୍ତ ହୃଦୟକୁ ନେଇକି ସେମାନେ ପ୍ରଭୁଙ୍କର ସେବା କରିବେ, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ, ପ୍ରଭୁଙ୍କ ନିକଟରେ ନିବେଦନ କରିବେ। ଆଉ ସମସ୍ତଙ୍କ ପାଖରେ ଏ ପ୍ରକାର ହୃଦୟ ରହିବ। ମୁଁ ଯେତେବେଳେ ଦେଖୁଅଛି ସମସ୍ତଙ୍କୁ, ଅଧିକାଂଶ ଲୋକମାନେ ଚର୍ଚ୍ଚକୁ ଯାଉଅଛନ୍ତି, ସେମାନେ ମଣ୍ଡଳୀରେ ବହୁତ କର୍ମଠ ଭାବରେ କାମ କରୁଅଛନ୍ତି। ହଁ ବେଳେବେଳେ ଆପଣ ଯୀଶୁଙ୍କୁ ବହୁତ ହାଲକା ଭାବରେ ନେଇଅଛନ୍ତି, ମଣ୍ଡଳୀକୁ ବହୁତ ହାଲକା ଭାବରେ ଆପଣଙ୍କର ଜୀବନରେ ନେଇଅଛନ୍ତି। କିନ୍ତୁ ଯୀଶୁ ଯିଏକି ମୋତେ ସ୍ୱର୍ଗ ରାଜ୍ୟକୁ ପଠାଇବେ, ମୋ ନିମନ୍ତେ ଆପଣର ରକ୍ତକୁ ବୁହାଇ ଅଛନ୍ତି। ଯଦି ଆପଣ ଗଭୀର ଭାବରେ ଯୀଶୁଙ୍କୁ ଜାଣିବେ, ସେ ଆପଣମାନଙ୍କ ନିମନ୍ତେ କିଏ ଅଟନ୍ତି? ହଁ ମୋର ରକ୍ତ ମୁଁ ଯୀଶୁଙ୍କ ନିମନ୍ତେ କେବେ ମଧ୍ୟ ବୁହାଇ ନାହିଁ, କିନ୍ତୁ ମୋର ନିଜର ସମସ୍ତ ହୃଦୟକୁ ଢାଳି ତାଙ୍କଠାରୁ ଶିଖିବାର ହୃଦୟ, ତାଙ୍କ ପ୍ରେମ କରିବାର ହୃଦୟ, ତାଙ୍କ ନିମନ୍ତେ ନିଜକୁ ଉତ୍ସର୍ଗ କରିବାର ହୃଦୟ। ଯଦି ସମସ୍ତଙ୍କ ପାଖରେ ଏ ପ୍ରକାର ହୃଦୟ ଯଦି ରହିବ, ତାହେଲେ ସେମାନେ କ'ଣ ନରକକୁ ଯିବେ କି? ନା, ସମସ୍ତେ ସ୍ୱର୍ଗ ରାଜ୍ୟକୁ ଯିବେ। ଏହି ପ୍ରକାର ଲୋକମାନଙ୍କୁ ପ୍ରଭୁ କେବେ ମଧ୍ୟ ଅନଦେଖା କରିବେ ନାହିଁ। କିନ୍ତୁ ଅଧିକାଂଶ ଖ୍ରୀଷ୍ଟିଆନ ଲୋକମାନେ, ସେମାନେ ଯୀଶୁଙ୍କର ସତ ହୃଦୟ, ପ୍ରକୃତ ହୃଦୟକୁ ଜାଣନ୍ତି ନାହିଁ। ଆଉ ସେମାନେ କେବଳ ନାମ ନିମନ୍ତେ ବଞ୍ଚିଥାନ୍ତି। କେବଳ ରବିବାର ଦିନ ସେମାନେ ଚର୍ଚ୍ଚକୁ ଆସନ୍ତି, ସଣ୍ଡେ ସ୍କୁଲକୁ ଆସନ୍ତି। କିନ୍ତୁ କିଛି ଲୋକମାନେ ଅଛନ୍ତି, କିଛି ନିର୍ଦ୍ଦିଷ୍ଟ ଲୋକମାନେ ଅଛନ୍ତି, ସେମାନେ ପ୍ରଭୁଙ୍କୁ ନିଜର ଜୀବନ ଠାରୁ ମଧ୍ୟ ଅଧିକ ମୂଲ୍ୟବାନ ନିଅନ୍ତି। ସେମାନେ ଯୀଶୁଙ୍କ ନିମନ୍ତେ ନିଜର ଜୀବନକୁ ବଳି ରୂପେ ଉତ୍ସର୍ଗ କରିପାରିବେ, ପ୍ରଭୁଙ୍କର ସେବା କରିପାରିବେ, ପ୍ରଭୁଙ୍କ ନିମନ୍ତେ ବଞ୍ଚିପାରିବେ। ମୁଁ ସମୟ ଅନୁକ୍ରମେ ଏ ପ୍ରକାର ଭାଇ ଆଉ ଭଉଣୀମାନଙ୍କୁ ଦେଖିଥାଏ। ମୁଁ ଛୋଟବେଳରୁ ଚର୍ଚ୍ଚକୁ ଯାଇଅଛି। ଆଉ ମୋ ଗାଁଟା ହେଉଛି କ୍ୟଙ୍ଗବୁକ୍ ପ୍ରୋଭିନ୍ସରେ ସନସାନ। ଛୋଟବେଳରୁ ମୁଁ ସଣ୍ଡେ ସ୍କୁଲ ଯାଇଅଛି। ମୁଁ ଯେତେବେଳେ ବଢ଼ିଲି, ମୁଁ ଚିନ୍ତା କରିବା ପାଇଁ ଲାଗିଲି। ମୁଁ ଯେତେବେଳେ ଚିନ୍ତା କଲି, ମୁଁ ଜାଣିବାକୁ ପାଇଲି ମୁଁ ହେଉଛି ଜଣେ ପାପୀ। ମୁଁ ଅନେକ ଭୁଲ କାର୍ଯ୍ୟ କରିଅଛି, ମୁଁ ମିଛ କହିଅଛି, ମୁଁ ଫଳ ଚୋରି କରିଅଛି ଅନ୍ୟମାନଙ୍କର ବଗିଚାରୁ, ମୁଁ ପାପ କରିଅଛି, ଆଉ ମୋର ଅନେକ ପାପ ଅଛି। କିନ୍ତୁ ସମୟ ଅତିବାହିତ ହେଲା, ଯେତେବେଳେ ମୁଁ ବାଇବେଲ ପଢ଼ିଲି, ମୁଁ ଜାଣିବାକୁ ପାଇଲି ରୋମିଓ 3:23 ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। 24 ପଦ, ପୁଣି ସେମାନେ ବିନା ମୂଲ୍ୟରେ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଯେଉଁ ମୁକ୍ତି ଅଛି ତ ଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି। ହଁ, ଯୀଶୁ ଖ୍ରୀଷ୍ଟ ମୋର ପାପ ସେ ଖାଲିରେ ଧୋଇ ଦେଇ ନାହାନ୍ତି, ସେ ମୋର ପାପ ସିଦ୍ଧ ଭାବରେ ଧୋଇଅଛନ୍ତି। ସେ ଯଥେଷ୍ଟ ସିଦ୍ଧ କରିଅଛନ୍ତି ମୋତେ, ଯେଉଁ ଦ୍ୱାରା ମୁଁ ସ୍ୱର୍ଗ ରାଜ୍ୟକୁ ଯାଇପାରିବି। ବର୍ତ୍ତମାନ ମୁଁ ଯେତେବେଳେ ଚିନ୍ତା କରୁଅଛି, ମୋର ହୃଦୟ ଯୀଶୁଙ୍କ ପ୍ରତି ସମ୍ପୂର୍ଣ୍ଣ ବଦଳିଗଲା। ମୋ ହୃଦୟର ପଶ୍ଚର, ମୋର ହୃଦୟର ଆଟିଟ୍ୟୁଡ ପ୍ରଭୁଙ୍କ ପ୍ରତି ବଦଳିଗଲା। ମୁଁ ମୋର ମୁଣ୍ଡକୁ ନୁଆଇକି ମୁଁ ଉପାସନାରେ ବସିଥାଏ ଏବଂ ମୁଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥାଏ। ହଁ ପ୍ରଭୁ, ମୋ ପାଖରେ ପଇସା ନାହିଁ ଦାନ ଦେବା ନିମନ୍ତେ, କିନ୍ତୁ ହେଲେ ମଧ୍ୟ ମୁଁ ଅଫରିଂ ଦିଏ, ମୁଁ ପ୍ରାର୍ଥନା କରେ। ମୋର ହୃଦୟ ପ୍ରଭୁ ଯୀଶୁଙ୍କୁ କହିଥାଏ। ମୁଁ ବାଇବେଲ ପଢ଼ିଥାଏ। ଆରମ୍ଭରୁ ମୁଁ ଯେତେବେଳେ ବାକ୍ୟର ନିକଟବର୍ତ୍ତୀ ହେଲି, ଗୋଟେ ପରେ ଗୋଟେ ବାକ୍ୟର ଯେତେବେଳେ ମୁଁ ନିକଟବର୍ତ୍ତୀ ହେବା ପାଇଁ ଲାଗିଲି, ମୁଁ ଦେଖିବାକୁ ପାଇଲି କିପରି ଭାବରେ ଯୀଶୁ ମୋତେ ବନେଇଲେ, ଯେପରି ମୁଁ ତାଙ୍କ ବାକ୍ୟ ଉପରେ ନିର୍ଭର କରିବି। ସ୍ୱର୍ଗରେ ଈଶ୍ୱରଙ୍କ ପୁତ୍ର ସେ ପ୍ରକାର ନିମ୍ନ ଜଗତକୁ ଆସିଲେ, ଆମ୍ଭମାନଙ୍କର ପାପ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହେଲେ, ସେ କ୍ରୁଶରେ ଟଙ୍ଗା ଗଲେ। ଆମେ ଯଦି ଚିନ୍ତା କରିବା କେତେ ଯନ୍ତ୍ରଣାଦାୟକ, ଯଦ୍ୟପି ଆମମାନଙ୍କ ଚକ୍ଷୁରେ ଆମେ ତାହା ଦେଖିନାହୁଁ, କିନ୍ତୁ ଆମମାନେ ବାକ୍ୟ ଦ୍ୱାରା ଆମ ହୃଦୟରେ ଦେଖିପାରିବା, କଳ୍ପନା କରିପାରିବା, ତାହେଲେ କେତେ ପରିମାଣରେ ଆମେ ଯୀଶୁଙ୍କୁ ଅପେକ୍ଷା କରିପାରିବା। ସତରେ ସେହି ଯୀଶୁ ଯିଏକି ମୋର ଜୀବନ ନିମନ୍ତେ ଆପଣାକୁ ଦେଇଅଛନ୍ତି। ହଁ, ମୁଁ ତାଙ୍କ ନିମନ୍ତେ କିଛି କରିପାରିବି ନାହିଁ, କିନ୍ତୁ ମୁଁ ତାଙ୍କୁ ବିଶ୍ୱାସ କରିପାରିବି। ହଁ, ମୁଁ କେବଳ ଥରେ ଚର୍ଚ୍ଚ ଯିବି। ଯଦି ଆପଣ ଯୀଶୁଙ୍କୁ ଜାଣିବେ, ଆପଣଙ୍କର ହୃଦୟର ପଶ୍ଚର, ହୃଦୟର ଆଟିଟ୍ୟୁଡ ବଦଳିଯିବ। ଅଧିକାଂଶ ଲୋକମାନେ ଚର୍ଚ୍ଚକୁ ଯାଆନ୍ତି, ଯେତେବେଳେ ଭଲ ଲାଗେ ସେମାନେ ଚର୍ଚ୍ଚକୁ ଯାଆନ୍ତି, ଯେତେବେଳେ ସେମାନଙ୍କୁ ଭଲ ଲାଗେ ନାହିଁ ସେମାନେ ଚର୍ଚ୍ଚକୁ ଯାଆନ୍ତି ନାହିଁ। ସେମାନେ ଚର୍ଚ୍ଚକୁ ଫର୍ମାଲିଟି ଭାବରେ ମେଣ୍ଟେନ୍ କରିଥାନ୍ତି, ନାମ ପାଇଁ ସେମାନେ ଯାଆନ୍ତି, ଦେଖାଣିଆ ଭାବରେ ଚର୍ଚ୍ଚକୁ ଯାଆନ୍ତି। କିନ୍ତୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ସେ ରକ୍ତ ବୁହାଇ ଅଛନ୍ତି, ସେ ଆମମାନଙ୍କୁ ଉଦ୍ଧାର କରିଅଛନ୍ତି। ସେ ନିଜର ଶରୀରକୁ ରକ୍ଷା କରିନାହାନ୍ତି। ହଜାର ହଜାର ବର୍ଷ ପୂର୍ବରୁ
ସେ ମୋ ନିମନ୍ତେ ଏ ସମସ୍ତ କାର୍ଯ୍ୟ କରିଅଛନ୍ତି। ବର୍ତ୍ତମାନ ମୁଁ ସେହି ଯୀଶୁଙ୍କୁ ବିଶ୍ୱାସ କରୁଅଛି। ସେହି ଯୀଶୁଙ୍କୁ ମୋ ହାଲୁକା ନେଇପାରିବି ନାହିଁ। ଆଜି ମୁଁ ଚର୍ଚ୍ଚକୁ ଯିବି। ହଁ, ଯଦିଓ ଆଜି ମୋ ପାଖରେ କାରଣ ଅଛି, ସ୍ପେଶାଲ କାରଣ ଅଛି ଯୋଉଥିପାଇଁ ମୁଁ ଯାଇପାରିବି ନାହିଁ। ଆପଣଙ୍କ ଜୀବନରେ ଥରେ ଦୁଇଥର ହୋଇପାରିବ, କିନ୍ତୁ ଯେତେବେଳେ ଆପଣ ଯୀଶୁଙ୍କ ବିଷୟରେ ଚିନ୍ତା କରିବେ ଯିଏକି ଆପଣଙ୍କ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହୋଇଅଛନ୍ତି, ଆପଣ ତାଙ୍କୁ ସେହି ପ୍ରକାର ବ୍ୟବହାର କରିବେ ନାହିଁ। ଆଜି ମୁଁ ଚର୍ଚ୍ଚ ଯିବା ଦରକାର। ହଁ, ମୁଁ ଆଜି ଉପାସନାରେ ଯୋଗଦାନ ଦେବା ଦରକାର। ମୁଁ ଆଜି ପ୍ରଭୁଙ୍କ ପ୍ରଶଂସା କରିବା ଦରକାର। ମୁଁ ପରମେଶ୍ୱରଙ୍କର ବାକ୍ୟ ଆଜି ଖୋଜିବା ଦରକାର। ଆଉ ଏଇ ପ୍ରକାର ଭାବରେ ଦୁଇ ଜଣ ଦମ୍ପତି ଯେଉଁମାନେ କି ବିବାହ କଲେ, ଆଉ ସ୍ୱାମୀ ସେ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି, କିନ୍ତୁ ସ୍ତ୍ରୀ ସେ ସ୍ୱାମୀକୁ ତୁଚ୍ଛ କରନ୍ତି ଏବଂ ତାଙ୍କୁ ବହୁତ ନିମ୍ନ ଦେଖନ୍ତି। ଯଦି ସେଇ ପ୍ରକାର ହବ ତାହେଲେ ତାଙ୍କର ବାହାଘର ଜୀବନଟା ଭାଙ୍ଗିଯିବ। ବାହାଘର ଭାଙ୍ଗିଯିବ, ବାଧ୍ୟ ହୋଇକି ତାଙ୍କ ବାହାଘର ଜୀବନ ଶେଷ ହବ, ଅନ୍ତ ହୋଇଯିବ। କିନ୍ତୁ ବିପରୀତ ଭାବରେ ଯଦି ସ୍ତ୍ରୀ ଯଦି ସ୍ୱାମୀକୁ ପ୍ରେମ କରିବେ, ଆଉ ଯଦି ସ୍ୱାମୀ ସେଇ ପ୍ରକାର ପ୍ରେମ କରିବେ, ପ୍ରଭୁ ଆମ୍ଭମାନଙ୍କ ନିମନ୍ତେ କ୍ରୁଶରେ ଆପଣଙ୍କୁ ଉତ୍ସର୍ଗ କରିଅଛନ୍ତି। ସେଥିପାଇଁ ଆପଣମାନେ ସେହି ପ୍ରକାର କରନ୍ତୁ ନାହିଁ। ଯୀଶୁ ମୋର ଜୀବନକୁ ଉଦ୍ଧାର କରିଅଛନ୍ତି। ସେ ଆପଣଙ୍କୁ ବଳି ରୂପେ ଉତ୍ସର୍ଗ କରି ସେ ମୋତେ ପ୍ରେମ କରିଅଛନ୍ତି। ଯଦି ମୁଁ ମଧ୍ୟ ତାଙ୍କୁ ପ୍ରେମ କରିବି, ନିଜକୁ ବଳି ରୂପେ ଉତ୍ସର୍ଗ କରି, ମୋ ଜୀବନକୁ ଉତ୍ସର୍ଗ କରି, ମୋ ହୃଦୟକୁ ଦେଇ ପ୍ରଭୁଙ୍କର ସେବା ଯଦି ମୁଁ କରିବି, କାହିଁକି ସେ ଈଶ୍ୱର ମୋତେ ଆଶୀର୍ବାଦ କରିବେ ନାହିଁ? ଅଧିକାଂଶ ଲୋକମାନେ ଯେତେବେଳେ ସେମାନେ ଜୀବନଯାପନ କରନ୍ତି, ସେମାନେ ଯେତେବେଳେ ଆରମ୍ଭ କରନ୍ତି, ଭଲ ଲାଗିଲେ ସେମାନେ ଯିବେ, କିନ୍ତୁ ଭଲ ନ ଲାଗିଲେ ସେମାନେ ଚର୍ଚ୍ଚକୁ ଯିବା ବନ୍ଦ କରିବେ ଆଉ ଚର୍ଚ୍ଚ ଛାଡ଼ିଦେବେ। ଯୀଶୁଙ୍କୁ ବିଶ୍ୱାସ କଲା ବେଳକୁ ମଧ୍ୟ ସେମାନେ ସେ ପ୍ରକାର କରନ୍ତି। ଭଲ ଲାଗିଲେ ବିଶ୍ୱାସ କରିବେ, ଭଲ ନ ଲାଗିଲେ ବିଶ୍ୱାସ କରିବେ ନାହିଁ, ଯେହେତୁ ସେମାନେ ଯୀଶୁଙ୍କର ମୂଲ୍ୟକୁ ଜାଣନ୍ତି ନାହିଁ। ଯୀଶୁ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର। ସେ ମୋର ପାପ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହେଲେ, ସେ ମୋର ପାପ କ୍ଷମା କଲେ, ଆପଣଙ୍କ ରକ୍ତକୁ ବୁହାଇ ଅଛନ୍ତି। ଯେତେବେଳେ ଆମେ ଚିନ୍ତା କରିବା, ଯଦ୍ୟପି ତାଙ୍କ ନିମନ୍ତେ ମରିବାକୁ ପଡ଼ିଲେ ମୁଁ ମରିବି, ଯଦ୍ୟପି ତାଙ୍କୁ ସେବା କରିକି ମରିବାକୁ ପଡ଼ିଲେ ମଧ୍ୟ ମୁଁ ସେବା କରିବି। ଆମେ ପ୍ରଭୁଙ୍କୁ ସେବା କରିବୁ, ପ୍ରଭୁଙ୍କ ନିମନ୍ତେ ବଞ୍ଚିବୁ। ଏହି ପ୍ରକାର ହୃଦୟ ଆମମାନଙ୍କର ହୃଦୟରେ ଜାଗ୍ରତ ହେବ। ଅଧିକାଂଶ ଲୋକମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଅଛନ୍ତି, କିନ୍ତୁ ସେମାନଙ୍କ ପାଇଁ ଗୋଟେ ନୂଆ ହବି ପରି। କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ଆମମାନଙ୍କର ପାପ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହୋଇଅଛନ୍ତି। ସେ ଆମ୍ଭମାନଙ୍କ ଠାରୁ କ'ଣ ଆଶା କରନ୍ତି? ସେ ଆପଣଙ୍କର ହୃଦୟ ତାଙ୍କ ପ୍ରତି କୋଉ ପ୍ରକାର ରହିବା ଉଚିତ, ସେ କୋଉ ପ୍ରକାର ଆଶା କରିଥିବେ? ଏ ଜଗତର ଅଭିଳାଷ କାମନା ଆପଣଙ୍କର ହୃଦୟରେ ପରିପୂର୍ଣ୍ଣ ଥାଉ ତାହା ନୁହଁ, କିନ୍ତୁ ସେ ଆପଣମାନଙ୍କର ହୃଦୟରେ ତାଙ୍କ ପ୍ରତି ପ୍ରେମ, ତାଙ୍କ ପ୍ରତି କୃତଜ୍ଞତାର ହୃଦୟ, ଏହି ପ୍ରକାର ହୃଦୟକୁ ଆଶା କରନ୍ତି। ଯେହେତୁ ପ୍ରଭୁ ପ୍ରତ୍ୟେକ ସର୍ତ୍ତକୁ ପୁରା କରିଅଛନ୍ତି, ଯେଉଁ ସର୍ତ୍ତ ଦ୍ୱାରା ଆପଣ ସ୍ୱର୍ଗ ରାଜ୍ୟକୁ ଯାଇପାରିବେ। ଏ ଜାଗାରେ ସେ ଜାଗାରେ ଅନେକ ସହସ୍ର ସହସ୍ର ଲୋକମାନେ ଅଛନ୍ତି ଯେଉଁମାନେ ମଣ୍ଡଳୀକୁ ଯାଆନ୍ତି, କିନ୍ତୁ ସମସ୍ତଙ୍କ ପାଖରେ ସମାନ ହୃଦୟ ନାହିଁ। ମୁଁ ଥରେ ଚର୍ଚ୍ଚକୁ ଯାଉ, ଅନ୍ୟମାନେ ଅଛନ୍ତି ଯେଉଁମାନଙ୍କର ହୃଦୟରେ ବହୁତ ସେମାନେ ସିରିୟସ୍ ଅଟନ୍ତି। ମୋ ନିମନ୍ତେ ଯୀଶୁ କ୍ରୁଶରେ କ୍ରୁଶାର୍ପିତ ହୋଇଅଛନ୍ତି। କ୍ରୁଶରେ ଟଙ୍ଗାଯିବା ତାଙ୍କ ପାଇଁ କେତେ କଷ୍ଟକର ଥିବ। ମୁଁ କିଛି ନୁହଁ, ମୁଁ କିଏ ଯେ ମୋ ନିମନ୍ତେ ସେ କ୍ରୁଶରେ କ୍ରୁଶାର୍ପିତ ହେବା ଦରକାର ଥିଲା? ମୋ ପରି ଲୋକ ନିମନ୍ତେ ଆପଣର ରକ୍ତକୁ ବୁହାଇବାର ଥିଲା। କିନ୍ତୁ ଧନ୍ୟବାଦର ହୃଦୟ ସହ ଯେତେବେଳେ ସେ ଧନ୍ୟବାଦର ହୃଦୟ ଆପଣମାନଙ୍କର ହୃଦୟରେ ସ୍ଥାନାନ୍ତରିତ ହେବ, ତାହେଲେ এই ପ୍ରକାର ହୃଦୟ ଯଦି ଆପଣଙ୍କର ହୃଦୟରେ ଯଦି ରହିବ, ତାହେଲେ କିଏ ସ୍ୱର୍ଗ ରାଜ୍ୟକୁ ଯାଇପାରିବେ ନାହିଁ? ସମସ୍ତେ ଯାଇପାରିବେ। ଏହି ପ୍ରକାର ବିଶ୍ୱାସ, ଏହି ପ୍ରକାର ବିଷୟ ଆମେ ସମସ୍ତେ ବିଶ୍ୱାସ କରିବା ଉଚିତ। ବର୍ତ୍ତମାନ ସୁଦ୍ଧା ଆଜି ମଧ୍ୟ ଯଦି ଆପଣ ଜାଣିନାହାନ୍ତି, ତାହେଲେ ଯୀଶୁ ମୋର ପାପ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହେଲେ, ତାହେଲେ ଏଇଟା ସତ। ଆପଣଙ୍କର ସମ୍ପୂର୍ଣ୍ଣ ହୃଦୟ ସହ ଯଦି ଆପଣ ଯୀଶୁଙ୍କୁ ବିଶ୍ୱାସ କରିବେ, ପ୍ରଭୁଙ୍କ ସେବା କରିବେ, ତାହାଙ୍କୁ ପ୍ରେମ କରିବେ, ତାହାଙ୍କ ନିମନ୍ତେ ବଞ୍ଚିବେ, ଯଦି ଏହି ପ୍ରକାର ଭାବରେ 10 ବର୍ଷ ସମୟ ବିତିଲା, 20 ବର୍ଷ ସମୟ ବିତିଲା, ଆପଣ ଯେତିକି ବୟସ ପ୍ରାପ୍ତ ହେବେ, ଏପରି ନୁହେଁ ଯେ ଆପଣ ତାଙ୍କୁ ଛାଡ଼ିବେ, କିନ୍ତୁ ଆପଣ ଯୀଶୁଙ୍କର ବାକ୍ୟ ଦ୍ୱାରା ଅଧିକ ଯୀଶୁଙ୍କୁ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବେ ଏବଂ ସେ ଆପଣମାନଙ୍କୁ କଢ଼େଇକି ନେବେ। ଆପଣମାନେ ଆନନ୍ଦିତ ଭାବରେ ବଞ୍ଚିବେ, ଖୁସି ହେଇକି ବଞ୍ଚିବେ। ପ୍ରଭୁ ଆପଣମାନଙ୍କର ହସ୍ତକୁ ଧରିକି ଆପଣମାନଙ୍କୁ କଢ଼େଇକି ନେବେ। ଏହା ମୁଁ ସୁନିଶ୍ଚିତ, ଏ ବିଷୟରେ ମୁଁ ସୁନିଶ୍ଚିତ ଅଟେ ଏବଂ ଦୃଢ଼ ରୂପେ ବିଶ୍ୱାସ କରେ। ଏପରି ନୁହେଁ ଯେ ଯେଉଁମାନେ ବାପ୍ତିଜିତ ହେଉଅଛନ୍ତି ସେମାନେ କେବଳ ଯୀଶୁଙ୍କୁ ବିଶ୍ୱାସ କରୁଅଛନ୍ତି, କିନ୍ତୁ ଆପଣମାନଙ୍କର ହୃଦୟ ଯେତେବେଳେ ପ୍ରଭୁଙ୍କର ହୃଦୟ ସହିତ ଏକ ହୋଇଯିବ,
ଆପଣଙ୍କର ହୃଦୟ ଯେତେବେଳେ ସମାନ ହୃଦୟ ହୋଇଯିବ, କେବଳ ଅଠରେ ମୁଁ ଯୀଶୁଙ୍କୁ ବିଶ୍ୱାସ କରୁଅଛି ତାହା ନୁହେଁ, କିନ୍ତୁ ହୃଦୟ ସହକାରେ ଯେତେବେଳେ ଆପଣ ତାହାଙ୍କ ବାକ୍ୟକୁ ହୃଦୟରେ ଗ୍ରହଣ କରି ଆପଣ ଯଦି କହିବେ ମୁଁ ବିଶ୍ୱାସ କରୁଅଛି, ଆଉ ଯଦି ଆପଣ ବିଶ୍ୱାସ ସହ ଏହି ପ୍ରକାର ଜୀବନ ଯାପନ କରିବେ, ତାହେଲେ କେହି ମଧ୍ୟ ନଥିବେ ଯିଏକି ନର୍କକୁ ଯାଇପାରିବେ। ଆଉ ମୁଁ ଖୋଲାଖୋଲି ଭାବରେ ଯଦି ଆପଣଙ୍କୁ କହିବି, ଏ ଜାଗାରେ ବସିଥିବା ଆପଣମାନେ ସମସ୍ତେ ସ୍ୱର୍ଗ ରାଜ୍ୟକୁ ଯାଇପାରିବେ ତାହା ନୁହେଁ। 이제 오늘부터라도 ଆପଣମାନଙ୍କ ମଧ୍ୟରୁ ଯିଏକି ଥରେ ଦୁଇଥର 피 흘려 죽으셨다. ଚର୍ଚ୍ଚକୁ ଯିବି, 예수님이. ଯୀଶୁଙ୍କୁ ବିଶ୍ୱାସ କରିବି, ସେମିତି ନୁହଁ। 그럼 그 ଆପଣମାନଙ୍କ ମଧ୍ୟରେ ଡିଫରେନ୍ସେସ୍ ରହିପାରିବ, ତଫାତଟା ରହିପାରିବ, ଆପଣମାନେ ପରସ୍ପରଠାରୁ ଭିନ୍ନ ହୋଇପାରିବେ, କିନ୍ତୁ ଆଜିଠାରୁ ଆଟଲିଷ୍ଟ ପ୍ରଭୁ ଯିଏକି ମୋ ନିମନ୍ତେ ରକ୍ତକୁ ବୋହାଇ ଅଛନ୍ତି, ଆପଣ ସେ ପ୍ରଭୁଙ୍କୁ ଆପଣ ହାଲୁକା ନିଅନ୍ତୁ ନାହିଁ। ଖୁସିରେ ଧନ୍ୟବାଦ ସହକାରେ, ପ୍ରଭୁ ଯୀଶୁ ମୁଁ ବହୁତ ଲଜ୍ଜିତ, କିନ୍ତୁ ବର୍ତ୍ତମାନ ଠାରୁ ମୁଁ ଆପଣଙ୍କ ନିମନ୍ତେ ବଞ୍ଚିବି। ଯଦି ଆପଣମାନେ ଏହି ପ୍ରକାର ହୃଦୟକୁ ନେଇକି ଆପଣ ବଞ୍ଚିବେ, ତାହେଲେ ଆପଣମାନେ ପ୍ରଭୁ ଯୀଶୁଙ୍କର ନିକଟବର୍ତ୍ତୀ ହେଇପାରିବେ। 하나님 마음과 하나가 됐을 때 ଯେତେବେଳେ ଆପଣମାନଙ୍କର ହୃଦୟ ଯୀଶୁଙ୍କ ସହିତ ଏକ ହୋଇଯିବ, 영원한 ସେ ମୁହୂର୍ତ୍ତରେ ଅନନ୍ତକାଳୀନ ସ୍ୱର୍ଗ ଆପଣମାନଙ୍କ ନିମନ୍ତେ ସୁନିଶ୍ଚିତ ଆପଣଙ୍କର ହେବ, ଆପଣମାନଙ୍କୁ ଗ୍ୟାରେଣ୍ଟି ଭାବରେ ଦିଆଯିବ, ଏବଂ ଆପଣମାନଙ୍କର ହୃଦୟରେ ପ୍ରଭୁଙ୍କ ସହିତ ଆପଣମାନେ ଏକ ହୋଇପାରିବେ, ଏବଂ ଗୌରବମୟ ସ୍ୱର୍ଗ ରାଜ୍ୟରେ ଆପଣମାନେ ପ୍ରଭୁଙ୍କ ସହିତ ଆନନ୍ଦିତ ହୋଇପାରିବେ, ଶାନ୍ତିରେ ରହିପାରିବେ। ମୁଁ ମଧ୍ୟ ଛୋଟବେଳରୁ ଚର୍ଚ୍ଚକୁ ଯାଇଅଛି। ଚର୍ଚ୍ଚକୁ ଆଟେଣ୍ଡ କରିବା ସମୟରେ 예수는 안 되겠구나. ହଁ ମୁଁ ଏ ପ୍ରକାର ବଞ୍ଚିବା ଉଚିତ ନୁହେଁ, ମୁଁ ଏ ପ୍ରକାର କାର୍ଯ୍ୟ କରିବା ଉଚିତ ନୁହେଁ, 이래가야 되겠나? ମୁଁ ଜଣେ ପାଷ୍ଟର, ମୁଁ ଏ ପ୍ରକାର କରିବା ଉଚିତ ନୁହେଁ, ମୁଁ ଏ ପ୍ରକାର ବଞ୍ଚିବା ଉଚିତ ନୁହେଁ। ମୁଁ ଅଧିକାଂଶ ଥର ମୋର ଜୀବନକୁ ଫିକ୍ସ କରିବା ପାଇଁ ସଂଶୋଧନ କରିଥାଏ। ବାସ୍ତବରେ ମୁଁ ଜଣେ ବ୍ୟକ୍ତି ଯିଏକି ଯୀଶୁଙ୍କୁ ବିଶ୍ୱାସ କରୁଅଛି, ବାଇବେଲକୁ ପଢ଼ୁଅଛି, ପ୍ରାର୍ଥନା କରୁଅଛି, ପ୍ରଚାର କରୁଅଛି, ମୁଁ ଏ ସମସ୍ତ ବିଷୟକୁ କରିଥାଏ। ଅଧିକାଂଶ ଲୋକମାନେ 집회를 해서 ମୁଁ ଅନେକ ବାଇବେଲ ମିଟିଂକୁ କରିଅଛି, ବାଇବେଲ କ୍ରୁସେଡ୍ କରିଅଛି, ବାଇବେଲ ସେମିନାରରେ ହଜାର ହଜାର ସହସ୍ର ଲୋକମାନଙ୍କୁ ପ୍ରଚାର କରିଅଛି, ବ୍ୟକ୍ତିଗତ ସହଭାଗିତା କରିଅଛି, ଲେଟ୍ ନାଇଟ୍ ପର୍ଯ୍ୟନ୍ତ ଆମେ ପ୍ରାର୍ଥନା କରିଅଛୁ, କିପରି ଭାବରେ ପ୍ରଭୁ ଆମମାନଙ୍କର ପାପକୁ କ୍ଷମା କରିଅଛନ୍ତି। ମୁଁ ଏହି ପ୍ରକାର ଭାବରେ କହିଥାଏ। ମୋ ଚାରିଆଡ଼େ ଥିବା ଲୋକମାନେ ସମସ୍ତେ ଯୀଶୁଙ୍କୁ ଜଣେ ଜଣେ କରି ବିଶ୍ୱାସ କରିଅଛନ୍ତି ଏବଂ ଯୀଶୁଙ୍କୁ ବିଶ୍ୱାସ କରିବାଟା ବଢ଼ିଅଛି। ଏହି ପ୍ରକାର ଭାବରେ ଗୁଡନେସ୍ ମିଶନ ଆମମାନଙ୍କର ଆରମ୍ଭ ହେଲା। ମୁଁ କହୁନି ଯେ ଆମମାନେ ସମସ୍ତେ ସମାନ, ମୁଁ ଏହି ପ୍ରକାର ଭାବରେ ସୁସମାଚାରକୁ ପ୍ରଚାର କରିଅଛି। ବେଳେବେଳେ ଲୋକମାନେ ଅଛନ୍ତି ଯେଉଁମାନେ କି ପ୍ରଥମରେ ଚର୍ଚ୍ଚକୁ ଆସିଥାନ୍ତି, କିଛି ଲୋକଙ୍କ ପାଖରେ ବିଶ୍ୱାସ ଅଛି, କିଛି ଲୋକ 10 ବର୍ଷ ପରେ 자세히 몰라서 ସେମାନେ ଚର୍ଚ୍ଚକୁ ଆସିନଥାନ୍ତି। କାହିଁକି? ସେମାନେ ଯେହେତୁ ଅତି ସ୍ପଷ୍ଟ ଭାବରେ ଯୀଶୁଙ୍କୁ ଜାଣିନାହାନ୍ତି। କିନ୍ତୁ ସପ୍ତାହକୁ ଯଦି ଥରେ ଆପଣ ପ୍ରଭୁଙ୍କ ସହିତ କଥାବାର୍ତ୍ତା କରିବେ, ନିଜର ହୃଦୟକୁ ବାଣ୍ଟିବେ, ଯଦି ଆପଣ ଅତି ସ୍ପଷ୍ଟ ଭାବରେ ବାକ୍ୟକୁ ଶୁଣିବେ, ଯଦି ଆପଣ ଚିନ୍ତା କରିବେ ଯୀଶୁଖ୍ରୀଷ୍ଟ କିପରି ଭାବରେ ଆପଣମାନଙ୍କ ନିମନ୍ତେ ନିଜକୁ ବଳି ରୂପେ ଉତ୍ସର୍ଗ କରିଅଛନ୍ତି, ଆପଣମାନଙ୍କ ନିମନ୍ତେ କ୍ରୁଶରେ ଚଢ଼ି ଅଛନ୍ତି, ଆପଣମାନେ ସେହି ପ୍ରକାର ଭାବରେ କେବେ ମଧ୍ୟ ଜୀବନଯାପନ କରିବେ ନାହିଁ। 높아야 하는지 잘 모릅니다만은 마음을 다해서 ଆମମାନଙ୍କର ସମ୍ପୂର୍ଣ୍ଣ ହୃଦୟକୁ ନେଇ ଆମେ ଯୀଶୁଙ୍କୁ ବିଶ୍ୱାସ କରୁଅଛୁ ଏବଂ ସୁସମାଚାରକୁ ପ୍ରଚାର କରୁଅଛୁ, ଘୋଷଣା କରୁଅଛୁ, ପ୍ରାର୍ଥନା କରୁଅଛୁ, ପ୍ରଭୁଙ୍କୁ କ୍ରମାଗତ ଭାବରେ ସେବା କରୁଅଛୁ, ଏବଂ ପ୍ରଭୁ ଆମମାନଙ୍କୁ ନୂଆ ବଳ ଦେବେ ଏବଂ ପରମେଶ୍ୱର ଆମମାନଙ୍କୁ ବିଶ୍ୱାସ ଦେବେ ଏବଂ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମମାନଙ୍କୁ ପରିପୂର୍ଣ୍ଣ କରିବେ। ଆଉ ଏହି ଜଗତରେ ଅନନ୍ତକାଳୀନ ସ୍ୱର୍ଗ ରାଜ୍ୟକୁ ଯିବା ପର୍ଯ୍ୟନ୍ତ ଆମମାନେ ଏହି ଜଗତରେ ଶାନ୍ତିରେ ଆଶୀର୍ବାଦ ପ୍ରାପ୍ତ ହୋଇକି ବଞ୍ଚିବା, ମୁଁ ଡାଉଟ୍ କରୁନାହିଁ ଏ ବିଷୟରେ। ପରିତ୍ରାଣ ପାଇସାରିଲା ପରେ ପ୍ରଭୁ ମୋ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହୋଇଅଛନ୍ତି, କିନ୍ତୁ ପରିତ୍ରାଣ ପାଇଲା ପରେ ଆପଣମାନେ ଯଦି ହୃଦୟ ନଥାଇକି ବଞ୍ଚିବେ, ମୁଁ ବ୍ୟସ୍ତ ଅଛି, ମୁଁ ରେଷ୍ଟ କରିବି, ଏମିତି ଯଦି ବଞ୍ଚିବେ, ଆପଣ ଧୀରେ ଧୀରେ ପ୍ରଭୁଙ୍କ ଠାରୁ ଦୂରେଇ ଯିବେ। ଆଉ କିଛି ଲୋକମାନେ ଅଛନ୍ତି ତୃତୀୟ ବର୍ଷ ଚତୁର୍ଥ ବର୍ଷରେ ଏହି ପ୍ରକାର ଭାବରେ ସେମାନେ ହଜିଯାଆନ୍ତି। କିଛି ଲୋକମାନେ ଅଛନ୍ତି ମୃତ୍ୟୁ ପର୍ଯ୍ୟନ୍ତ। ହଁ ମୁଁ ଜଣେ ପାଷ୍ଟର, ହଁ ମୁଁ ଦେଖିଥାଏ ଭାଇ ଭଉଣୀମାନଙ୍କୁ, ସେମାନେ ପାଷ୍ଟର ଠାରୁ ମଧ୍ୟ ଭଲ, ବହୁତ ଭଲରେ ସେମାନେ ଜୀବନ ଯାପନ କରନ୍ତି। ହଁ ମୁଁ ମଧ୍ୟ ଜଣେ ପାଷ୍ଟର, କିନ୍ତୁ ଦିନେ ମୁଁ ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେବି। ମୁଁ ଜଣେ ପାଷ୍ଟର ଯିଏକି ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେବି, ମୁଁ ଜାଣି ନାହିଁ, କିନ୍ତୁ ସମ୍ପୂର୍ଣ୍ଣ ହୃଦୟ ସହ ମୁଁ ଯେତେବେଳେ ପ୍ରାର୍ଥନା କରେ, ବାଇବେଲ ପଢ଼ିଥାଏ, ବାକ୍ୟ ପ୍ରଚାର କରିଥାଏ,
ମୁଁ ବାଇବଲ ସେମିନାର କରିଥାଏ, 변함없이 주를 ଏହା 믿음으로 ଯଥେଷ୍ଟ ନୁହେଁ ମୋ 믿었던 ହୃଦୟରେ। 주는 그 କିନ୍ତୁ 사람들 ପ୍ରଭୁ 한 ଯୀଶୁଙ୍କ 번도 ଠାରେ 못지 ବିଶ୍ୱାସ 않고 କରିବାର 하나로 ବିଶ୍ୱାସ କେବେ 인도하신다고 ମଧ୍ୟ 그랬다. ବଦଳାଇବା ଉଚିତ ନୁହେଁ। 그러니까 여러분들 그 ଆମେ ଏହି ପ୍ରକାର ଭାବରେ ବିଶ୍ୱାସ 예수님과 କରି 대화하고 ଅନେକମାନଙ୍କୁ 그렇게 କଢ଼େଇ 하면 ନେଇଥାଉ, ଯୋଉଦ୍ୱାରା କି 예수 ସେମାନେ 믿는 ମଧ୍ୟ 것이 ସ୍ୱର୍ଗ ରାଜ୍ୟକୁ ଯାଇପାରିବେ। 정말 ଯୀଶୁଙ୍କ 예수님의 ବିଶ୍ୱାସ 생명처럼 କରି 살아가고 내가 주님을 내 자신을 ନିଜ 드리고 ଇଚ୍ଛା ଅନୁସାରେ 주님 ଜୀବନ 나를 ଯାପନ 위해 କରିବା 십자가 ତାହା 못 ଯୀଶୁଙ୍କୁ 박히신 ବିଶ୍ୱାସ 것을 କରିବାଟା 만드셨을 ନୁହେଁ। 때 못 박히신 ନିଜର 것은 ହୃଦୟ, ନିଜର 않지만 ଜୀବନ ପ୍ରଭୁଙ୍କ 마음을 ନିକଟରେ 그래 ଉତ୍ସର୍ଗ 한다면 କରିବା। ଯେତେବେଳେ ମୋର ହୃଦୟ 여러분의 ଯୀଶୁଙ୍କ ସହିତ ଏକ ହେବ, 예수님 마음하고 ଯେତେବେଳେ ଆପଣଙ୍କର ହୃଦୟ ଯୀଶୁଙ୍କ ସହିତ ଏକ ହେବ, ଆପଣମାନଙ୍କର ହୃଦୟ ଯେତେବେଳେ ଯୀଶୁଙ୍କ ସହିତ ଏକ ହୋଇଯିବ, 뭐 어려운 형편에서 뭐그잘 ସମୟ ଅନୁକ୍ରମେ ଯେତେବେଳେ ଆପଣମାନଙ୍କର ଜୀବନରେ କଷ୍ଟକର ପରିସ୍ଥିତି ଅଛି, କିନ୍ତୁ ଆପଣମାନଙ୍କର ହୃଦୟ ଯଦି ଯୀଶୁଙ୍କ ପ୍ରତି ଅଛି, 성령께서 여러분 ତାହେଲେ ପବିତ୍ର ଆତ୍ମା ଆପଣମାନଙ୍କର ହୃଦୟରେ କାର୍ଯ୍ୟ କରିବା ପାଇଁ ଆରମ୍ଭ କରିବେ। 30년이 지났던 30 ବର୍ଷ 40 ବର୍ଷ ଆଉ ମୋ ହୃଦୟରେ 하나님 나를 ହଁ 하나로 인도하시는 거예요. ଆଉ ପ୍ରଭୁ ମୋତେ କଢ଼ାଇ ନେଉଅଛନ୍ତି, ଆପଣମାନେ ତାହା ଦେଖିପାରିବେ। 그래서 내가 이제 살다가 ଯେତେବେଳେ ଆପଣମାନେ ଆପଣମାନଙ୍କର ଜୀବନ ଯାପନ କରୁଅଛନ୍ତି, 7 ବର୍ଷ 8 ବର୍ଷ ଯେତେବେଳେ ଆମେ ଜୀବନ ଯାପନ କରିଥାଉ, 믿음을 확 ହଁ ନିଶ୍ଚିତ ଭାବରେ ଆମମାନେ ସ୍ୱର୍ଗ ରାଜ୍ୟକୁ ଯିବା। ଆଉ ଆପଣଙ୍କର ହୃଦୟରେ ସମ୍ପୂର୍ଣ୍ଣ ବିଶ୍ୱାସ ସହ ଆପଣମାନେ ବଞ୍ଚିବେ। 교회 한 두 번 나와보고 뭐 କେବଳ ଚର୍ଚ୍ଚକୁ 2 ଥର ଯିବା, ନ ଯିବା, ଚାଲ ପ୍ରଚାର କରିବା, ଆଜି କେବଳ କରିବା, ସେମିତି ଆପଣ ବଞ୍ଚନ୍ତୁ ନାହିଁ। ଆଜିଠାରୁ ଆରମ୍ଭ କରି ଯୀଶୁଙ୍କ ପ୍ରଥମ ଥର ଭେଟିଲା ପରେ ଆପଣ ଯୀଶୁଙ୍କ ସହିତ ହୃଦୟରେ କଥାବାର୍ତ୍ତା କରନ୍ତୁ, ପ୍ରଭୁଙ୍କ ସହିତ ଆପଣ କଥାବାର୍ତ୍ତା କରନ୍ତୁ, ଯେହେତୁ ସେ ଆପଣଙ୍କର ପ୍ରାର୍ଥନାକୁ ଶୁଣନ୍ତି। ସେଥିପାଇଁ ଯୀଶୁ 느낄 거예요. ଆଉ ଆପଣ ଏକ୍ସପିରିଏନ୍ସ କରିବେ କିପରି ଭାବରେ ସେ ଆପଣମାନଙ୍କର ହୃଦୟରେ କାମ କରୁଅଛନ୍ତି। ହଁ, ପ୍ରଭୁ କାର୍ଯ୍ୟ କରୁଛନ୍ତି, ମୁଁ ଅର୍ଲି ମର୍ଣ୍ଣିଂ ସର୍ଭିସକୁ ଆସିପାରିବି, ପ୍ରଭୁ ମୋତେ ସାହାଯ୍ୟ କରୁଅଛନ୍ତି ଏ ମୁହୂର୍ତ୍ତରୁ। ଯେହେତୁ ଆପଣମାନେ ଯୀଶୁଙ୍କୁ ଦେଖୁନାହାନ୍ତି, ଆପଣମାନେ ଫର୍ମାଲିଟି ଭାବରେ ଜୀବନ ଯାପନ କରନ୍ତୁ ନାହିଁ, କିନ୍ତୁ ଆପଣ ଯୀଶୁଙ୍କର ନିକଟବର୍ତ୍ତୀ ହୁଅନ୍ତୁ। 내 생명도 드릴 수 있고 자신도 드릴 수 있고 ପରେ ଆପଣମାନେ ଜଣେ ବ୍ୟକ୍ତି ହେଇଯିବେ ଯିଏକି ନିଜର ଜୀବନ ପ୍ରଭୁଙ୍କ ନିମନ୍ତେ ଦେବେ। 마음으로 주님을 섬기면 ଯଦି ଆପଣମାନେ ଏହି ପ୍ରକାର ହୃଦୟକୁ ନେଇକି ପ୍ରଭୁଙ୍କର ଯଦି ସେବା କରିବେ, ଆପଣମାନଙ୍କର ଜୀବନରେ ଆପଣମାନଙ୍କ ଜୀବନରେ ଆପଣମାନେ ପ୍ରଭୁଙ୍କ ଠାରୁ ଫଳକୁ ଫଳେଇବେ। ଆପଣମାନଙ୍କ ଦ୍ୱାରା ଲୋକମାନେ ଉଦ୍ଧାର ପାଇବେ, ଆପଣମାନଙ୍କ ଦ୍ୱାରା ଲୋକମାନେ ରୋଗରୁ ସୁସ୍ଥତା ପାଇବେ, ଆପଣମାନଙ୍କ ଦ୍ୱାରା ଲୋକମାନେ ପରିବର୍ତ୍ତିତ ହେବେ। ଆଉ ଆରମ୍ଭରୁ ସେହି ପ୍ରକାର ନଥିବେ, କିନ୍ତୁ ଯେତେବେଳେ ଏହି ପ୍ରକାର ବିଶ୍ୱାସ ଆପଣମାନଙ୍କ ଠାରେ ଅଛି, ଯେତେବେଳେ ଆପଣମାନଙ୍କର ହୃଦୟରେ ଯୀଶୁଙ୍କ ସହିତ ଆପଣମାନେ ସହଭାଗିତା କରିବେ, ଈଶ୍ୱରଙ୍କର ବାକ୍ୟକୁ ଆପଣଙ୍କର ହୃଦୟରେ ରଖିବେ, ଯୀଶୁଙ୍କ ସହିତ ଯେତେବେଳେ ସହଭାଗିତା କରିକି ଆପଣମାନେ ଜୀବନ ଯାପନ କରିବେ। ହଁ, ବେଳେବେଳେ ଆପଣ ଯୁବା ଅଟନ୍ତି, ସେଥିପାଇଁ ବେଳେବେଳେ ପୁଅ ହଉ କି ଝିଅ ସହିତ ଆପଣ ପ୍ରେମରେ ପଡ଼ିଯାଆନ୍ତି। ଯଦି ସେ ପୁଅ ବା ସେ ଝିଅ ଯଦି ଆପଣଙ୍କୁ ଭଲ ପାଇବେ ନାହିଁ, ତାହେଲେ ତାଙ୍କ ସହିତ ଆପଣ ବାହା ହୋଇପାରିବେ ନାହିଁ। ସେହି ପ୍ରକାର ଭାବରେ ଅନ୍ୟ ହସ୍ତରେ ସେ ମୋତେ ଆଉ ସେ ଝିଅ ମୋତେ ପ୍ରେମ କରନ୍ତି, ଯଦି ମୁଁ ମଧ୍ୟ ତାଙ୍କୁ ପ୍ରେମ କରିବି, ତାହେଲେ ଆମେ ମିଳିମିଶିକି ରହିବୁ। କିନ୍ତୁ ଯଦି ମୋ ହୃଦୟରେ ଯଦି ପ୍ରେମ ନାହିଁ, ଆମେ ମିଶରେ ରହିପାରିବା ନାହିଁ, ମିଶିକି ରହିପାରିବା ନାହିଁ। ବେଳେବେଳେ ସ୍ୱାମୀ ସ୍ତ୍ରୀଙ୍କ ଠାରେ ପ୍ରେମ ନଥିବାରୁ ସେମାନେ ଛାଡ଼ପତ୍ର ନେଉଛନ୍ତି। ଚାଲନ୍ତୁ ଏ ବିଷୟ ଚିନ୍ତା କରିବେ। ଆପଣ ଯେତେବେଳେ ଯୀଶୁଙ୍କୁ ବିଶ୍ୱାସ କରୁଅଛନ୍ତି, ଏହା ହେଉଛି ଆରମ୍ଭ। ଯୀଶୁଙ୍କୁ ବିଶ୍ୱାସ କରିବା, ପାପ କ୍ଷମା ପାଇବା ହେଉଛି ଆରମ୍ଭ। କିନ୍ତୁ ଯୀଶୁଖ୍ରୀଷ୍ଟ ମୋ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହୋଇଅଛନ୍ତି, ଆପଣର ରକ୍ତକୁ ବୁହାଇ ଅଛନ୍ତି। ଯେତେବେଳେ ଆମେ ବାଇବଲ ପଢୁଛୁ, ଆମେ ଏ ବିଷୟକୁ ଚିନ୍ତା କରୁଛୁ। ହଁ, ମୋର ପାପ ଯୀଶୁଙ୍କ ଦ୍ୱାରା ଧୁଆଯାଇଅଛି। ହଁ, ସେ ମୋର ପାପର ମୂଲ୍ୟକୁ ଦେଇଅଛନ୍ତି। ହଁ, ଯୀଶୁ ମୋର ପାପକୁ ସ୍ମରଣ କରନ୍ତି ନାହିଁ, ସେ ମୋର ପାପ କ୍ଷମା କରିଦେଇଅଛନ୍ତି। ପ୍ରଭୁ ମୋତେ ମନେ ପକାଉଛନ୍ତି। ପ୍ରଭୁଙ୍କ ନିକଟରେ ମୁଁ ପ୍ରାର୍ଥନା କରିଅଛି, ଆମମାନଙ୍କର ହୃଦୟ ଅଳ୍ପ ଅଳ୍ପ ଯୀଶୁଙ୍କର ନିକଟବର୍ତ୍ତୀ ହେବ। ସମୟ ଯେତେବେଳେ ଟିକେ ପରେ ଟିକେ ଅତିବାହିତ ହେବ, ଆପଣ ଦେଖିପାରିବେ ପ୍ରଭୁ ଆପଣମାନଙ୍କର ପ୍ରାର୍ଥନାକୁ ଉତ୍ତର ଦେଉଅଛନ୍ତି। ଆପଣଙ୍କର ହୃଦୟରେ ଆପଣ ଅନୁଭବ କରିପାରିବେ ଆପଣମାନେ ପ୍ରଭୁଙ୍କ ସହିତ ଏକ ଅଛନ୍ତି। ଶେଷରେ ଯେତେବେଳେ ମୃତ୍ୟୁର ନିକଟବର୍ତ୍ତୀ ହେବା, ସେତେବେଳେ ଆମମାନେ କୋଉ ବିଷୟକୁ ଅନୁଭବ କରିପାରିବା ହୃଦୟକୁ? ହଁ, ମୁଁ ଶୀଘ୍ର ଏ ଜଗତ ଛାଡ଼ିକି ସ୍ୱର୍ଗ ରାଜ୍ୟକୁ ଯିବି। ଆଉ ନିଜର ହୃଦୟରେ ଆପଣ ସୁନିଶ୍ଚିତ ଥିବେ ଯେ ଆପଣମାନେ ସ୍ୱର୍ଗ ରାଜ୍ୟକୁ ଯାଉଅଛନ୍ତି। ଏବଂ ପୂର୍ବରୁ ଆପଣ ନିଜର ଚିନ୍ତାକୁ ଅନୁଗମନ କରିକି ଜୀବନଯାପନ କରିଥିଲେ, କିନ୍ତୁ ବର୍ତ୍ତମାନ ଆପଣମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇକି ଆପଣ ଜୀବନଯାପନ କରୁଅଛନ୍ତି। ପବିତ୍ର ଆତ୍ମା ଆପଣମାନଙ୍କର ହୃଦୟକୁ କଢ଼େଇକି ନେବେ। ଆଉ ବର୍ତ୍ତମାନ ଆପଣ ଯେଉଁ ଜୀବନଯାପନ କରୁଅଛନ୍ତି, ଆପଣ ଅନୁଭବ କରିପାରିବେ ପ୍ରଭୁ ଆପଣଙ୍କୁ କଢ଼େଇକି ନେଉଛନ୍ତି। ତେବେ ଆପଣ ପସନ୍ଦ କରନ୍ତୁ କି ନ କରନ୍ତୁ, କିନ୍ତୁ ପ୍ରଭୁ ଯଦି ଖୁସି ଅଛନ୍ତି, ତାହେଲେ ଆପଣଙ୍କର ହୃଦୟ ପ୍ରଭୁଙ୍କର ନିକଟବର୍ତ୍ତୀ ହେବ। ଆଉ ଆପଣମାନେ ପ୍ରଭୁଙ୍କ ଆଡ଼କୁ ଆଉଜି ପଡ଼ିବେ ଏବଂ ପ୍ରଭୁ ଆନନ୍ଦିତ ହେବେ। ଆଉ ଆପଣ ପ୍ରଭୁଙ୍କ ଦ୍ୱାରା କଢ଼େଇ କି ନିଆଯିବେ। ଦିନେ ନିଶ୍ଚିତ ଭାବରେ ଆମମାନେ ଏ ଜଗତ ଛାଡ଼ିକି ଯିବା।
ଆଉ ଆମମାନେ କେବଳ ଯୀଶୁଙ୍କ ଦ୍ୱାରା ଆନନ୍ଦିତ ହେବା, ଯୀଶୁଙ୍କ ଦ୍ୱାରା ଆମମାନେ ଖୁସି ହେବା, ଆଉ ପ୍ରଭୁଙ୍କର ନାମର ଗୌରବ କରିବା, ପ୍ରଶଂସା କରିବା ଏବଂ ଆମ୍ଭେମାନେ ଜୀବନଯାପନ କରିବା। ଆମମାନଙ୍କର ଚକ୍ଷୁ ଦ୍ୱାରା ଆମେ ଯୀଶୁଙ୍କୁ ଦେଖିପାରୁନାହୁଁ, ଆମମାନଙ୍କର ହସ୍ତ ଦ୍ୱାରା ଆମେ ତାଙ୍କୁ ସ୍ପର୍ଶ କରିପାରୁନାହୁଁ, କିନ୍ତୁ ଅତି ସ୍ପଷ୍ଟ ଭାବରେ କ୍ଲିୟରଲି ସେ ଜୀବିତ ଅଟନ୍ତି, ସେ ଆମମାନଙ୍କ ସହବର୍ତ୍ତୀ ଅଟନ୍ତି, ସେ ଆମମାନଙ୍କ ସଙ୍ଗରେ ଅଛନ୍ତି। ଥରେ ଯଦି ବ୍ୟକ୍ତିଗତ ଭାବରେ ଆପଣମାନେ ଯେତେବେଳେ ଆପଣମାନଙ୍କ ପାଖରେ ସମୟ ଅଛି ପ୍ରଭୁଙ୍କ ସହିତ ଆପଣ ବ୍ୟକ୍ତିଗତ ସମୟକୁ ବିତାନ୍ତୁ, ଆଉ ଆପଣ ଯାହା ଚାହୁଁଛନ୍ତି ପ୍ରଭୁଙ୍କୁ କୁହନ୍ତୁ, ଆପଣ ତାଙ୍କୁ ଧନ୍ୟବାଦ ଦିଅନ୍ତୁ, ଆଉ ଆପଣ କେମିତି ତାଙ୍କୁ ବିଶ୍ୱାସ କରିବେ, ଆପଣଙ୍କର ଦୁର୍ବଳତା, ଆପଣଙ୍କର ଅଭାବ, ଆପଣଙ୍କର ମନ୍ଦ ବିଷୟ, ସମସ୍ତ ବିଷୟ ପ୍ରଭୁଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଯେତେବେଳେ ଆପଣ ଯୀଶୁଙ୍କର ଅତି ନିକଟରୁ ନିକଟବର୍ତ୍ତୀ ହେବେ, ତାହେଲେ ଆପଣମାନଙ୍କର ଜୀବନରେ ଅନ୍ୟମାନେ ଦେଖିପାରିବେ ସେ ଲୋକଟା, ହଁ, ତାଠାରୁ ଯୀଶୁଙ୍କର ସୁଗନ୍ଧ ବାହାରି ଆସୁଅଛି। ହଁ, ଆପଣମାନଙ୍କ ସାଙ୍ଗମାନେ ଆପଣମାନଙ୍କୁ କହିବେ ତୁ କେମିତି ଏମିତିକାର ଜୀବନ ବଞ୍ଚିପାରୁଅଛୁ, ମୁଁ ସେମିତିକାର ଜୀବନ କେବେ ମଧ୍ୟ ବଞ୍ଚିପାରିବି ନାହିଁ। କିନ୍ତୁ ଯୀଶୁ ଯଦି ସାହାଯ୍ୟ କରିବେ ସମସ୍ତ ବିଷୟ ସମ୍ଭବ ହେବ। ଯୀଶୁଙ୍କୁ ଆପଣମାନେ ଅନୁରୋଧ କରନ୍ତୁ, ଯୀଶୁଙ୍କୁ ଆପଣ ପଚାରନ୍ତୁ, ଯୀଶୁଙ୍କୁ ଆପଣମାନେ ମାଗନ୍ତୁ। ଯଦ୍ୟପି ତାଙ୍କୁ ଆପଣମାନେ ଦେଖିପାରୁନାହାନ୍ତି, ଯଦ୍ୟପି ବର୍ତ୍ତମାନ ଆପଣ ତାଙ୍କୁ ସ୍ପର୍ଶ କରିପାରୁନାହାନ୍ତି, କିନ୍ତୁ ଯେତେବେଳେ ଆପଣ ବାଇବଲ ପଢ଼ିବେ, ବାଇବଲ ଦ୍ୱାରା ଆପଣ ଜାଣିପାରିବେ ସେ କିପରି ଭାବରେ ଆପଣଙ୍କ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହୋଇଅଛନ୍ତି, ଆପଣମାନଙ୍କ ନିମନ୍ତେ ସେ ଆପଣଙ୍କୁ ଉତ୍ସର୍ଗ କରିଅଛନ୍ତି। ଯେତେବେଳେ ଆପଣଙ୍କର ହୃଦୟରେ ଯୀଶୁଙ୍କ ସହିତ ଆପଣମାନେ କଥାବାର୍ତ୍ତା କରିବେ, ମୁଁ ଜାଣେ ନାହିଁ, ମୁଁ ସୁନିଶ୍ଚିତ ନୁହେଁ, କିନ୍ତୁ ନିଶ୍ଚିତ ଭାବରେ ସେ ଆପଣଙ୍କର ମୋର ପ୍ରାର୍ଥନାକୁ ଶୁଣୁଅଛନ୍ତି। କୋଉ କାରଣ ପାଇଁ ସେ ଆପଣଙ୍କର ପ୍ରାର୍ଥନାକୁ ଶୁଣିବେ ନାହିଁ? ଆପଣ ଯେତେବେଳେ ପ୍ରଭୁଙ୍କ ସହିତ କଥାବାର୍ତ୍ତା କରିବେ, ଆପଣଙ୍କର ହୃଦୟରେ ତାହାଙ୍କର ନିକଟବର୍ତ୍ତୀ ହେବେ, ତାହା ଅଧିକରୁ ଅଧିକ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ଆପଣମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଯିବେ, ଆଉ ଆପଣ ଏ ବିଷୟ ଆପଣମାନଙ୍କର ହୃଦୟରେ ଅନୁଭବ କରିପାରିବେ। ମୁଁ ଯେମିତି ମୋର ଜୀବନଯାପନ କରୁଅଛି, ମୁଁ ଯେପରି ବଞ୍ଚୁଅଛି, ପ୍ରଭୁ ମୁଁ ଅନୁଭବ କରିପାରୁଅଛି ପ୍ରଭୁ ମୋର ପ୍ରାର୍ଥନାର କିପରି ଭାବରେ ଉତ୍ତର ଦେଉଅଛନ୍ତି ଏବଂ ସେ ମୋ ସହିତ କଥାବାର୍ତ୍ତା କରୁଅଛନ୍ତି। ହଁ, ବାଇବଲରେ ଏ ବାକ୍ୟର ଅର୍ଥଟା ଏହା କେବଳ ବାହିକ ଭାବରେ ନୁହେଁ, କିନ୍ତୁ ପ୍ରଭୁଙ୍କର ବାକ୍ୟ ଯେତେବେଳେ ହୃଦୟରେ ଆପଣମାନଙ୍କର ପ୍ରବେଶ କରିବ, ହଁ, ଯୀଶୁଖ୍ରୀଷ୍ଟ ଯେହେତୁ ମୋର ପାପ ନିମନ୍ତେ କ୍ରୁଶରେ କ୍ରୁଶାର୍ପିତ ହୋଇଅଛନ୍ତି, ଏହା ହେଉଛି ସତ୍ୟ, ମୋର ସମସ୍ତ ପାପକୁ ସେ ଧୋଇ ଦେଇଅଛନ୍ତି, ସେ ମୋର ପାପକୁ ଧୋଇ ଦେଇଅଛନ୍ତି। ଆପଣମାନଙ୍କର ହୃଦୟରେ ଏ ପ୍ରକାର ବିଶ୍ୱାସ ଆସିବ, ଏ ବିଷୟ ନୁହେଁ ଯେ ମୁଁ ଏହା କରିଅଛି, କିନ୍ତୁ ଏହା ଯୀଶୁ ମୋ ନିମନ୍ତେ କରିଅଛନ୍ତି। ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କ ଗୌରବରୁ ରହିତ ହୋଇଅଛନ୍ତି, ପୁଣି ସେମାନେ ବିନା ମୂଲ୍ୟରେ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଯେଉଁ ମୁକ୍ତି ଅଛି ତ ଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି। ଯଦି ଏହି ପ୍ରକାର ବିଷୟ ଆମମାନଙ୍କର ହୃଦୟରେ ବିଶ୍ୱାସ କରିବା, ତାହେଲେ ଆପଣମାନେ ଯୀଶୁଙ୍କ ସହିତ ନିକଟବର୍ତ୍ତୀ ହୋଇଯିବେ, ଯୀଶୁଙ୍କ ସହିତ ଆପଣମାନେ ଏକ ହୋଇଯିବେ। କିଛି ଲୋକମାନେ କହନ୍ତି ଆପଣମାନେ ଯୀଶୁଙ୍କର କେତେ ନିକଟବର୍ତ୍ତୀ ଅଛନ୍ତି? ପିଲାମାନେ ମୋତେ ପଚାରିଥାନ୍ତି, ପାଷ୍ଟର ଆପଣମାନେ ଯୀଶୁଙ୍କର କେତେ ନିକଟବର୍ତ୍ତୀ ଅଟନ୍ତି? ମୁଁ କହିଥାଏ ମୁଁ ଅଳ୍ପ ଟିକେ। ମୁଁ କହିଥାଏ ଆମର ପ୍ରିୟ ଭାଇ ଆଉ ଭଉଣୀମାନେ, ଏ ଜଗତରେ ଜାଗତିକ ଲୋକମାନଙ୍କ ପରି ଜୀବନଯାପନ କରନ୍ତୁ ନାହିଁ। ଆପଣଙ୍କର ସ୍ତ୍ରୀ, ଆପଣଙ୍କ ସ୍ୱାମୀ, ଆପଣଙ୍କର ପରିବାର, ଆପଣଙ୍କର ପିଲାମାନେ, ଆପଣଙ୍କର ମା ବାପା, କିନ୍ତୁ ଆପଣ ଯେତିକି ଅଧିକ ଯୀଶୁଙ୍କ ସହିତ ଆପଣମାନଙ୍କର ସମ୍ପର୍କ ଥାଇକି ଆପଣ ଜୀବନଯାପନ କରିବେ ଏ ଜଗତରେ, ପ୍ରଭୁଙ୍କୁ ପ୍ରେମ କରିକି ଆପଣମାନେ ପ୍ରଭୁଙ୍କୁ ପ୍ରେମ କରନ୍ତୁ, ଯୀଶୁଙ୍କୁ ପ୍ରେମ କରନ୍ତୁ, ଜ୍ଞାନରେ ନୁହେଁ, କିନ୍ତୁ ଆପଣ ତାହାଙ୍କର ସେବା କରନ୍ତୁ, ଆପଣ ବାଇବଲ ପଢ଼ନ୍ତୁ, ଆପଣମାନେ ପ୍ରାର୍ଥନା କରନ୍ତୁ, ପ୍ରଭୁଙ୍କ ସହିତ ପ୍ରେମମୟ କଥାବାର୍ତ୍ତା କରନ୍ତୁ। ତାହେଲେ ସତରେ ଆପଣମାନଙ୍କ ଜୀବନରେ ଆପଣ ଦେଖିପାରିବେ ସେ କିପରି ଭାବରେ ଆପଣମାନଙ୍କୁ ସୁରକ୍ଷା କରୁଅଛନ୍ତି, ସେ ଆପଣମାନଙ୍କର ଯତ୍ନ ନେଉଅଛନ୍ତି। ଆପଣ ଏହା ଅନୁଭବ କରିପାରିବେ, ଏହା ଏକ୍ସପିରିଏନ୍ସ କରିପାରିବେ, ଆଉ ଆପଣଙ୍କର ହୃଦୟରେ ଅଧିକ ବଳ ପାଇପାରିବେ, ଅଧିକ ଆନନ୍ଦିତ ହୋଇପାରିବେ ଏବଂ ଆପଣଙ୍କର ହୃଦୟରେ ଆଶୀର୍ବାଦ ପାଇବେ। ମୁଁ ଜଣେ ଲୋକ ଯିଏକି ଜନ୍ମ ହେଲି ସେତେବେଳକୁ ବହୁତ ମନ୍ଦ କରିଅଛି, ମୁଁ ଚୋରି କରିଅଛି, ଅନ୍ୟମାନଙ୍କର ବଗିଚାର ଫଳ ମୂଳ ଚୋରି କରିଅଛି, ଅନେକ ପାପ କରିଅଛି, କିନ୍ତୁ ଯେତେବେଳେ ମୁଁ ଯୀଶୁଙ୍କୁ ବିଶ୍ୱାସ କଲି ମୋର ଜୀବନ ଅଳ୍ପ ଅଳ୍ପ ପରିବର୍ତ୍ତନ ହେବା ପାଇଁ ଲାଗିଲା। ଅଳ୍ପରୁ ଅଳ୍ପ ଟିକେ ଟିକେ ମୁଁ ଯୀଶୁଙ୍କର ନିକଟବର୍ତ୍ତୀ ହେଲି, ପ୍ରଭୁଙ୍କର ନିକଟବର୍ତ୍ତୀ ହୋଇପାରିଲି। ମୁଁ ପ୍ରଭୁଙ୍କର ଅତି ନିକଟବର୍ତ୍ତୀ ଯେତେବେଳେ ହେବା ପାଇଁ ଆରମ୍ଭ କଲି ସେତେବେଳେ ଦିନେ ମୁଁ ଯେତେବେଳେ ନିଜକୁ ଦେଖିଲି ମୁଁ ବାକ୍ୟ ପ୍ରଚାର କରୁଅଛି, ମୁଁ ଜଣେ ପାଷ୍ଟର,
ଯିଏକି ପୁଲପିଟରେ ଛିଡ଼ା ହୋଇକି ମୁଁ ବାକ୍ୟ ପ୍ରଚାର କରୁଅଛି, ମୁଁ ଯେତେବେଳେ ପ୍ରଭୁଙ୍କର ଅନୁଗ୍ରହକୁ ମୋ ଜୀବନରେ ଦେଖେ ଏବଂ ସେ ଅନୁଗ୍ରହ ବିଷୟରେ ଚିନ୍ତା କରିଥାଏ, ମୋ ହୃଦୟରେ ମୁଁ ବହୁତ ଧନ୍ୟବାଦୀ ଅଛି। ଏ ଜାଗାରେ ଉପସ୍ଥିତ ଥିବା ଆପଣମାନେ ସମସ୍ତେ ଜଣକ ମଧ୍ୟ ନ ଛାଡ଼ି ମୁଁ ଆଶା କରେ ଆପଣମାନେ ସମସ୍ତେ ପ୍ରଭୁଙ୍କର ଅନୁଗ୍ରହକୁ ପାଇପାରିବେ, ସମସ୍ତେ ଯୀଶୁଙ୍କୁ ବିଶ୍ୱାସ କରିବେ ଏବଂ ପ୍ରଭୁଙ୍କୁ ଆପଣମାନେ ପ୍ରାର୍ଥନା କରିବେ। ମୁଁ ଆଶା କରେ ଏ ବିଷୟକୁ ନେଇକି ଆପଣମାନେ ପ୍ରଭୁଙ୍କୁ ପ୍ରାର୍ଥନା କରିବେ। ସତରେ ପ୍ରଭୁଙ୍କୁ ଆମମାନେ ଦେଖିପାରୁନାହୁଁ, ଆମମାନେ ତାଙ୍କୁ ସ୍ପର୍ଶ କରିପାରୁନାହୁଁ, ଆଉ କେବଳ ଆଶୀର୍ବାଦ ମାଗନ୍ତୁ ନାହିଁ, କିନ୍ତୁ ଆପଣମାନେ ଯେତେବେଳେ ଜୀବନଯାପନ କରୁଅଛନ୍ତି ଆପଣ ତାଙ୍କ ନିମନ୍ତେ ବଞ୍ଚନ୍ତୁ ଏବଂ ଏକ୍ସପିରିଏନ୍ସ କରନ୍ତୁ। ଅଧିକାଂଶ ଲୋକମାନେ ଅନୁଭବ କରିପାରୁନାହାନ୍ତି, ହୃଦୟରେ ଅନୁଭବ କରିପାରୁନାହାନ୍ତି, କିନ୍ତୁ ଯେତେବେଳେ ଆପଣମାନେ ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କରିବେ, ହଁ ଆପଣ ଯାହା କହୁଛନ୍ତି ସାଙ୍ଗମାନେ ବିଶ୍ୱାସ କରିପାରିବେ ନାହିଁ, ବା ଯଦି ଆପଣ ଯାହା କହୁଛନ୍ତି ସେମାନେ ଶୁଣିବେ ନାହିଁ, ତାହେଲେ କଥାବାର୍ତ୍ତାଟା ଚାଲିବ ନାହିଁ। କିନ୍ତୁ ଯେତେବେଳେ ଆପଣମାନେ କଥାବାର୍ତ୍ତା କରିବେ ନିଜ ସାଙ୍ଗମାନଙ୍କ ସହିତ, ଆପଣ ସେତିକି ଅଧିକ ନିକଟବର୍ତ୍ତୀ ହୋଇପାରୁଅଛନ୍ତି। ସେପରି ଭାବରେ ଯୀଶୁ ଆପଣମାନଙ୍କୁ ଉଦ୍ଧାର କରିଅଛନ୍ତି। ସେ ବର୍ତ୍ତମାନ ଆପଣମାନଙ୍କ ନିମନ୍ତେ କାର୍ଯ୍ୟ କରୁଅଛନ୍ତି। ଯୀଶୁ ଖ୍ରୀଷ୍ଟ କ୍ରୁଶରେ କୃଷାର୍ପିତ ହୋଇଅଛନ୍ତି, ଆମମାନଙ୍କର ପାପ ସେ ଧୋଇ ଦେଇଅଛନ୍ତି। ବର୍ତ୍ତମାନ ଏ ସମସ୍ତ ବିଷୟ ଆମ ଜୀବନରେ ଘଟୁଅଛି, ଆଉ ତାହା ଆମେ ଅନୁଭବ କରିପାରୁନାହୁଁ, କିନ୍ତୁ ଯେତେବେଳେ ଆମେ ହୃଦୟକୁ ପାଉଅଛୁ ତାହାଙ୍କର ସେବା କରିବା ପାଇଁ, ସୁସମାଚାରକୁ ପ୍ରଚାର କରିବାର ହୃଦୟକୁ ପାଉଛୁ, ତେବେ ଆପଣମାନଙ୍କ ଜୀବନରେ ମଧ୍ୟ ଆପଣମାନେ ବିଶ୍ୱାସ କରିବେ ଏବଂ ଦେଖିବାକୁ ପାଇବେ କିପରି ଭାବରେ ସେ ଆପଣମାନଙ୍କ ଜୀବନରେ କାମ କରୁଅଛନ୍ତି। ସମସ୍ତ ବିଷୟରେ ଯଦିଓ ମୁଁ ସମସ୍ତ ବିଷୟରେ ଭଲ ନାହିଁ, କିନ୍ତୁ ମୋର ପୁରାତନ ବ୍ୟକ୍ତିତ୍ୱ ଠାରୁ ବର୍ତ୍ତମାନ ମୁଁ ଅଧିକ ନିକଟବର୍ତ୍ତୀ ହେଉଅଛି। ଆଉ ଆଜି ପର୍ଯ୍ୟନ୍ତ ଆପଣମାନେ କେମିତି ବଞ୍ଚିଲେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଆଜିଠାରୁ ଆରମ୍ଭ କରିକି ମୁଁ ତାହାଙ୍କୁ ମୋର ସେବା ଉଦ୍ଧାରକର୍ତ୍ତା ଭାବରେ ସେବା କରିବି, ମୋର ଜୀବନକୁ ଦେଇକି ମୁଁ ତାଙ୍କର ସେବା କରିବି। ଆପଣମାନଙ୍କର ହୃଦୟକୁ, ଆପଣମାନଙ୍କର ମନକୁ ବଦଳାଇ ଦିଅନ୍ତୁ, ତାହେଲେ ଆପଣମାନେ ପ୍ରଭୁଙ୍କ କାର୍ଯ୍ୟକୁ ଆପଣମାନଙ୍କର ଜୀବନରେ ଏକ୍ସପିରିଏନ୍ସ କରିବେ, ସେ କିପରି ଭାବରେ ଆପଣଙ୍କ ଜୀବନରେ କାମ କରୁଅଛନ୍ତି। ହଁ, ଏହା ହେଉଛି ଯୀଶୁଙ୍କର କାର୍ଯ୍ୟ। ହଁ, ସେ ମୋତେ ସାହାଯ୍ୟ କରୁଅଛନ୍ତି, ସେ ମୋତେ କଢ଼ାଇ ନେଉଅଛନ୍ତି। ଏହି ପ୍ରକାର ଭାବରେ ଆପଣମାନଙ୍କର ବିଶ୍ୱାସ ଅଳ୍ପରୁ ଅଳ୍ପ, ଅଧିକରୁ ଅଧିକ ଆପଣମାନଙ୍କର ବିଶ୍ୱାସ ବଢ଼ିବ। ଯେତେବେଳେ ଆପଣମାନେ ପ୍ରାର୍ଥନା କରିବେ, ଏମିତି ନୁହେଁ ଯେ ଅସ୍ପଷ୍ଟ ବିଶ୍ୱାସକୁ ନେଇକି ଆପଣ ବଞ୍ଚିବେ। ଏମିତି ନୁହେଁ ଯେ ସେ ଆପଣଙ୍କର ପ୍ରାର୍ଥନାକୁ ଉତ୍ତର ଦେଉନାହାନ୍ତି କି ଶୁଣୁନାହାନ୍ତି, କିନ୍ତୁ ଯଦି ସତରେ ଆପଣଙ୍କର ହୃଦୟରେ ଯୀଶୁଙ୍କୁ ବିଶ୍ୱାସ କରିବାର ହୃଦୟ ଅଛି, ତାହେଲେ ପ୍ରଭୁଙ୍କର ପ୍ରେମ ଆପଣମାନଙ୍କର ହୃଦୟକୁ ଆସିବ ଏବଂ ତାହା ଆପଣମାନେ ଅନୁଭବ କରିପାରିବେ। ଆପଣମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବେ, ପ୍ରଭୁଙ୍କୁ ବିଶ୍ୱାସ କରିବେ ଏବଂ ଆପଣମାନେ ଖାଲି ଚର୍ଚ୍ଚକୁ ଯିବା ଆଉ ଦାନ ଦେବା ଆଉ ଯେମିତି ଇଚ୍ଛା ସେମିତି ଇଚ୍ଛା ଅନୁସାରେ ଜୀବନଯାପନ କରିବା ସେପରି ନୁହେଁ, କିନ୍ତୁ ବର୍ତ୍ତମାନ ଯେତେବେଳେ ଆମମାନେ ଚିନ୍ତା କରୁଅଛୁ କେମିତି ଆମମାନେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିପାରିବା। ଆମମାନଙ୍କର ପ୍ରିୟ ଭାଇ ଆଉ ଭଉଣୀମାନେ, ପ୍ରଭୁଙ୍କୁ ପ୍ରେମ କରନ୍ତୁ। ଆଉ ସେହି କାରଣ ନିମନ୍ତେ ଆଜି ଆପଣମାନେ ସମସ୍ତେ ସ୍ଥାନରେ ଅଛନ୍ତି। କେବଳ ଆଜି ନୁହଁ, କିନ୍ତୁ ଉପାସନାକୁ ଆସିକି ଆପଣ ନିଜର ବାଇବେଲକୁ କାଢ଼ନ୍ତୁ, ଈଶ୍ୱରଙ୍କ ବାକ୍ୟକୁ ପଢ଼ନ୍ତୁ, ବାଇବେଲକୁ ଆପଣମାନେ ପଢ଼ନ୍ତୁ ଏବଂ ପରମେଶ୍ୱରଙ୍କର ପ୍ରଶଂସା କରନ୍ତୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆପଣମାନେ ପ୍ରଭୁଙ୍କ ନିକଟରେ ଗୀତ ଗାଆନ୍ତୁ। ଯେତେ ଅଧିକ ଆପଣମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବେ, ଯାହା ବି ଆପଣମାନେ ଆପଣମାନଙ୍କର ଜୀବନରେ ସମ୍ମୁଖୀନ ହୁଅନ୍ତୁ ନା କାହିଁକି, ଆଉ ବେଳେବେଳେ ଆପଣମାନଙ୍କର ନିଜର ବଳ, ନିଜର ଶକ୍ତି ଦ୍ୱାରା ସମ୍ମୁଖୀନ ହୋଇପାରିବେ ନାହିଁ, ସେପରି ମୁହୂର୍ତ୍ତରେ ଯଦି ଆପଣମାନଙ୍କ ପାଖରେ ବହୁତ ବିଶ୍ୱାସ ନାହିଁ, ହେଲେ ସୁଦ୍ଧା ପ୍ରଭୁ ଆପଣଙ୍କ ସଙ୍ଗରେ ଅଛନ୍ତି। ଆଉ ପ୍ରଭୁଙ୍କୁ ଏଥର ମୁଁ ଅନୁରୋଧ କରିବି ମୋତେ ସାହାଯ୍ୟ କରିବା ପାଇଁ। ଏହି ପ୍ରକାର ହୃଦୟକୁ ଆପଣମାନେ ନେଇକି ଦିନେ ଧୀରେ କବାଟ ବନ୍ଦ କରିବେ, ନିଜର ରୁମ୍ରେ ଜଣେ ଏକାକୀ ପ୍ରଭୁଙ୍କୁ ପ୍ରାର୍ଥନା କରିବେ, ପ୍ରଭୁ ମୋତେ ସୁରକ୍ଷା କରୁଥିବା ପାଇଁ, ମୋତେ ରକ୍ଷା କରୁଥିବା ପାଇଁ ବହୁତ ଧନ୍ୟବାଦ। ପ୍ରଭୁ ଏ ପ୍ରକାର କଷ୍ଟକର ପରିସ୍ଥିତି ଅଛି, ପ୍ରଭୁ ମୋ ପାଖରେ ବଳ ନାହିଁ ସମାଧାନ କରିବା ପାଇଁ, ପ୍ରଭୁ ଭଲ ହେବ, ତୁମେ ମୋତେ ସାହାଯ୍ୟ କଲେ, ତୁମେ ମୋତେ ସାହାଯ୍ୟ କର। ଏହି ପ୍ରକାର ଭାବରେ ଯେତେବେଳେ ଆପଣମାନେ ସିରିୟସଲି ପ୍ରାର୍ଥନା କରିବେ, ଯେତେବେଳେ ଏହି ପ୍ରକାର ଭାବରେ ଆପଣମାନେ ପ୍ରାର୍ଥନା କରିବେ, ହଁ, ଆପଣ ଅନୁଭବ କରିପାରିବେ ପ୍ରଭୁ ଆପଣମାନଙ୍କର ପ୍ରାର୍ଥନାର ଉତ୍ତର ଦେଉଅଛନ୍ତି। ଯେତେବେଳେ ଏହି ବିଷୟକୁ ଆପଣମାନେ ଅନୁଭବ କରିବେ, ଥରେ, ଦୁଇଥର, ତିନିଥର ଯେତେବେଳେ ଏକ୍ସପିରିଏନ୍ସ କରିବେ, ଆପଣମାନେ ପ୍ରଭୁଙ୍କର ସେତେ ନିକଟବର୍ତ୍ତୀ ହେଇପାରିବେ। ଆଜି ଗୋଟେ ବିଷୟ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆଜିଠାରୁ ଆରମ୍ଭ କରିକି
마음으로 ଥରେ ହେଲେ ମଧ୍ୟ ଆପଣଙ୍କର ହୃଦୟରେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତୁ। 계십니까? 보이지도 ଆଉ କୋଉ 않고 ଜାଗାରେ ଯୀଶୁ 내 ଅଛନ୍ତି ମୁଁ ତ 목소리 ତାଙ୍କୁ ଦେଖିପାରୁନାହିଁ, ସେ କ'ଣ ମୋର ସ୍ୱର 물론 ଶୁଣୁଛନ୍ତି କି? 들으시겠죠. ହଁ, 그렇죠? ନିଶ୍ଚିତ 내 ଭାବରେ ସେ 이야기 ଶୁଣନ୍ତି, ସେ 들으시겠죠. ଶୁଣୁଅଛନ୍ତି 들으면서 ଆପଣମାନଙ୍କୁ। 그런 마음에 있는 이야기들 주님 앞에 ଆପଣମାନଙ୍କର ହୃଦୟରେ ଥିବା ବିଷୟ ପ୍ରଭୁଙ୍କ ସହିତ କଥାବାର୍ତ୍ତା କରନ୍ତୁ। ବିନା ଡାଉଟରେ ନିଶ୍ଚିତ ଭାବରେ ସେ ଆପଣମାନଙ୍କୁ ଉତ୍ତର ଦେବେ। ଥରେ, 2 ଥର, 20 ଥର। 내 기도를 예수 ହଁ, ପ୍ରଭୁ ମୋର 들으시네. ପ୍ରାର୍ଥନାର ଉତ୍ତର ଦେଉଅଛନ୍ତି, ପ୍ରଭୁ ମୋର ପ୍ରାର୍ଥନା ଶୁଣୁଅଛନ୍ତି। ଯୀଶୁ ମୋର ସଙ୍ଗରେ ଅଛନ୍ତି, ସେ ମୋ ଠାରେ ବାସ କରୁଅଛନ୍ତି, ପ୍ରଭୁ ମୋ ସହିତ ଗମନାଗମନ କରୁଅଛନ୍ତି। ଆପଣ ତାହା ଆପଣମାନଙ୍କର ଜୀବନରେ ଅନୁଭବ କରିପାରିବେ ଏବଂ ଆପଣମାନେ ସ୍ୱଚ୍ଛ ଜୀବନକୁ ବଞ୍ଚିବେ, ସଫା ଜୀବନକୁ ବଞ୍ଚିବେ ଏବଂ ଆପଣମାନଙ୍କର ଜୀବନରେ ଏହି ପ୍ରକାର ଚରିତ୍ର ବାହାରିକି ଆସିବ। ପୂର୍ବରୁ ଆପଣମାନେ ଠକ, ମିଛ ଏବଂ ହିଂସ୍ରକ ଭାବରେ ଏବଂ ନୈତିକ ଭାବରେ ଆପଣ ବଞ୍ଚୁଥିଲେ, କିନ୍ତୁ ବର୍ତ୍ତମାନ ଠାରୁ ସେ ଗୀତ ଅନୁସାରେ ନିୟର ଟୁ ମାଇ ଗଡ୍ ଟୁ ଦି, ପ୍ରଭୁଙ୍କର ଅତି ନିକଟବର୍ତ୍ତୀ ହୋଇ ଆପଣ ଯେ କେହି ମଧ୍ୟ ହୁଅନ୍ତୁ ନା କାହିଁକି, ଆପଣ ପୁରୁଷ ହୋଇଥାନ୍ତୁ ବା ସ୍ତ୍ରୀ ହୋଇଥାନ୍ତୁ, ଆପଣ ଯେ କେହି ମଧ୍ୟ ହୁଅନ୍ତୁ ନା କାହିଁକି, ଆପଣମାନେ ଅନୁଭବ କରିପାରିବେ। ହଁ, ଏହା ହେଉଛନ୍ତି ପରମେଶ୍ୱର ମୋ ନିମନ୍ତେ କାର୍ଯ୍ୟ କରିଅଛନ୍ତି। ଆପଣ ଚିନ୍ତା କରନ୍ତୁ, କଳ୍ପନା କରନ୍ତୁ, ଏହା କେତେ ଆନନ୍ଦ ବିଷୟ ଆମମାନଙ୍କର ହୃଦୟରେ ହୋଇପାରିବ। ସତରେ ଏହା ମୋ ନିମନ୍ତେ ଅସମ୍ଭବ ଥିଲା, କିନ୍ତୁ ପ୍ରଭୁ ଏହା କରିଅଛନ୍ତି, ପ୍ରଭୁ ତାହା ସମ୍ଭବ କରିଅଛନ୍ତି। ଯେତେବେଳେ ଆପଣମାନଙ୍କ ଜୀବନରେ ଏହି ପ୍ରକାର ବିଷୟକୁ ଆପଣ ଏକ୍ସପିରିଏନ୍ସ କରିବେ, ଆପଣମାନଙ୍କର ବିଶ୍ୱାସ ତୀବ୍ର ଗତିରେ ବୃଦ୍ଧି ପାଇବ। ଯେତେ ଅଧିକ ଆପଣମାନେ ଏକ୍ସପିରିଏନ୍ସ କରିବେ, ଆପଣମାନଙ୍କର ବିଶ୍ୱାସ ବଢ଼ିବ ଏବଂ ଆପଣମାନେ ସାକ୍ଷ୍ୟ ଦେଇପାରିବେ ପ୍ରଭୁ କେମିତି ଆପଣମାନଙ୍କର ଜୀବନରେ କାମ କରୁଅଛନ୍ତି। ସେଥିପାଇଁ ଆପଣମାନେ ସମସ୍ତେ ଏହି ଜାଗାରେ ଅଛନ୍ତି। 직접 들어보지도 못하고 내 이야기 듣는지도 모르고 그냥 지내왔어요. ଆଉ ଆପଣ ଜାଣିନାହାନ୍ତି ସେ ଆପଣଙ୍କର ସ୍ୱରକୁ ଶୁଣୁଅଛନ୍ତି ନା ନାହିଁ, କିନ୍ତୁ ସେ ଆପଣମାନଙ୍କର ସ୍ୱରକୁ ଶୁଣୁଅଛନ୍ତି। ଯେତେବେଳେ ଆପଣମାନେ ବାଇବେଲ ପଢ଼ିବେ, ଯୀଶୁଙ୍କର ବାକ୍ୟରେ ସେ କ'ଣ ଆପଣମାନଙ୍କୁ କହୁଅଛନ୍ତି ତାହା ଆପଣମାନେ ଦେଖିପାରିବେ ଏବଂ ପ୍ରଭୁଙ୍କ ସହିତ ଆପଣମାନେ ନିଜର ହୃଦୟକୁ ବାଣ୍ଟି ପାରିବେ। ହଁ ପ୍ରଭୁ, ଏହି ପ୍ରକାର କଷ୍ଟକର ପରିସ୍ଥିତି ମୋ ଜୀବନରେ ଅଛି, ମୋ ଝିଅର ଦେହ ବହୁତ ଖରାପ ଅଛି, ଦୟାକରିକି ତୁମେ ସାହାଯ୍ୟ କର, ପ୍ରଭୁ ମୋର ସମ୍ପର୍କୀୟମାନଙ୍କୁ ଦୟା କର। ଏହି ପ୍ରକାର ପ୍ରାର୍ଥନା ଆପଣମାନେ ଉଚ୍ଚାରଣ କରିବେ। ଅଳ୍ପ ଅଳ୍ପ, କେବଳ ଥରେ ନୁହେଁ, ଆପଣ ବେଶୀ କରନ୍ତୁ ନାହିଁ, କିନ୍ତୁ ଅଳ୍ପରୁ ଅଳ୍ପ ଯେତେବେଳେ ଆରମ୍ଭ କରିବେ, ପରେ ଆପଣ ଜାଣିବାକୁ ପାଇବେ, ହଁ ପ୍ରଭୁ ମୋର ପ୍ରାର୍ଥନା ଶୁଣୁଅଛନ୍ତି, ଥରେ ନାହିଁ, 2 ଥର ନାହିଁ। ହଁ, ସେ ଜୀବିତ ଅଟନ୍ତି, ସେ ମୋ ସଙ୍ଗରେ ଅଛନ୍ତି, ସେ ମୋ ନିମନ୍ତେ କାର୍ଯ୍ୟ କରୁଅଛନ୍ତି। ଏହା ଆପଣମାନେ ଅନୁଭବ କରିପାରିବେ ଆପଣମାନଙ୍କ ଜୀବନରେ। ଯେହେତୁ ଯୀଶୁ ହେଉଛନ୍ତି ପରମେଶ୍ୱର ଅଟନ୍ତି, ସେ ସମସ୍ତ ଜାଗାରେ ଅଛନ୍ତି, ଏମିତି ନୁହନ୍ତି ଯେ ଏ ଜାଗାରେ ନାହାନ୍ତି। ସେ ସର୍ବଦା, ସବୁବେଳେ ସେ ମୋ ସଙ୍ଗରେ ଅଛନ୍ତି। ଯେତେବେଳେ ଏହି ପ୍ରକାର ଭାବରେ ଆପଣମାନେ କଥାବାର୍ତ୍ତା କରିବେ, ଆଉ ଏ ପ୍ରକାର ଆପଣଙ୍କର ହୃଦୟ ଯୀଶୁଙ୍କ ସହିତ ବହିବ, ଆରମ୍ଭରେ ଆପଣଙ୍କୁ ଲାଗିବ ସେ ଆପଣଙ୍କର ଶୁଣୁନାହାନ୍ତି, କିନ୍ତୁ ହଁ, ମୁଁ ପ୍ରାର୍ଥନା କରିବା ପୂର୍ବରୁ ହିଁ ପରମେଶ୍ୱର ଏ ପ୍ରାର୍ଥନାର ଉତ୍ତର ଦେଇ ସାରିଅଛନ୍ତି। ଆପଣମାନେ ଏହା ଅନୁଭବ କରିପାରିବେ ଏବଂ ଆପଣ ଖୁସି ହେଇପାରିବେ। ଆପଣଙ୍କର ଆତ୍ମିକ ଜୀବନ ଅତି ଗଭୀରରୁ ଗଭୀର ହୋଇପାରିବ। ସତରେ ଆପଣମାନେ ପରମେଶ୍ୱରଙ୍କର ଲୋକ ହୋଇଯିବେ। ଯେତେବେଳେ ଆପଣ ଚର୍ଚ୍ଚକୁ ଆସିବେ, ଆପଣ ଚର୍ଚ୍ଚକୁ ଆସିଅଛନ୍ତି କାହିଁକି? ଯେହେତୁ ପରମେଶ୍ୱରଙ୍କର ଅଧା ମାର୍ଗ ଆପଣ ପହଞ୍ଚି ସାରିଲେଣି, ସେଥିପାଇଁ ଆପଣମାନେ ଦୁଃଖୀ ହୁଅନ୍ତୁ ନାହିଁ। କିନ୍ତୁ ଯେତେବେଳେ ଆପଣମାନେ ଏହି ପ୍ରକାର, ଆପଣ କେବଳ ଯେତେବେଳେ କଷ୍ଟରେ ଅଛନ୍ତି, ବ୍ୟସ୍ତ ହୁଅନ୍ତୁ ନାହିଁ, କିନ୍ତୁ ପ୍ରାର୍ଥନା କରନ୍ତୁ। ଆପଣ ନିଜର ହୃଦୟକୁ, ନିଜର କୃତଜ୍ଞର ହୃଦୟକୁ ଯୀଶୁଙ୍କ ସହିତ ବାଣ୍ଟନ୍ତୁ। ଅଧିକରୁ ଅଧିକ ଆପଣ ଯୀଶୁଙ୍କର, ପ୍ରଭୁଙ୍କର ନିକଟବର୍ତ୍ତୀ ହେବେ। କିଛି ଲୋକମାନଙ୍କୁ 10 ବର୍ଷ ଲାଗିଥାଏ, କିଛି ଲୋକଙ୍କୁ 20 ବର୍ଷ ଲାଗିଥାଏ, କିନ୍ତୁ ଏହା ସମ୍ପୂର୍ଣ୍ଣ ବଦଳି ପାରିବ। ପ୍ରଭୁ ମୋର ପ୍ରାର୍ଥନାର ଉତ୍ତର ଦେଉଅଛନ୍ତି। ଆପଣ ଯେତେବେଳେ ଏହି ପ୍ରକାର ଭାବରେ ଏକ୍ସପିରିଏନ୍ସ କରିବେ, ଆପଣମାନେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବେ। ଆଉ ଅଳ୍ପରୁ ଅଳ୍ପ ମୁଁ ପ୍ରଭୁଙ୍କର ନିକଟବର୍ତ୍ତୀ ହେଉଅଛି। ସତରେ ଆପଣ ଜଣେ ଲୋକ ଏହି ପ୍ରକାର ଭାବରେ ବିଶ୍ୱାସୀ ଲୋକ ହୋଇପାରିବେ। ଆପଣଙ୍କ ଦ୍ୱାରା ଅନେକ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରିପାରିବେ, ଏ ପ୍ରକାର ଆଶୀର୍ବାଦ ପ୍ରାପ୍ତ ଜୀବନ ଯାପନ କରିପାରିବେ। ଯେତେବେଳେ ବାହା ହେବେ, ପିଲାଛୁଆ ଆପଣମାନଙ୍କର ଜନ୍ମ ହେବେ, ଯେତେବେଳେ ସୁନ୍ଦର ପୁଅ ଝିଅ ଆପଣମାନଙ୍କର ବଢ଼ିବେ, ଆଉ ସ୍ୱାମୀଙ୍କ ଦ୍ୱାରା ପ୍ରେମ ପାଇକି, ସ୍ତ୍ରୀଙ୍କ ଦ୍ୱାରା ପ୍ରେମ ପାଇକି, ଯେତେବେଳେ ଏହି ପ୍ରକାର ପ୍ରାକ୍ଟିସ୍ କରିକି ଆପଣ ବଞ୍ଚିବେ, କିନ୍ତୁ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ଆପଣଙ୍କର ହୃଦୟରେ ଆପଣଙ୍କୁ ଲାଗିବ, ହଁ ମୋର ହୃଦୟ ମୋ ସ୍ୱାମୀଙ୍କର ହୃଦୟ, ମୋର ହୃଦୟ ମୋର ସ୍ତ୍ରୀଙ୍କର ହୃଦୟ ମଧ୍ୟରେ ଗ୍ୟାପ୍ ଅଛି, ଭିନ୍ନ ଅଛି। ଯଦି ଅଳ୍ପ ଥାଏ କି ଲୋକଙ୍କ ମଧ୍ୟରେ ପରସ୍ପର ଟିକେ ଅଲଗା ଥାଏ,
같아진 걸로 କିନ୍ତୁ ଯେତେ 가까워지는 ଯେତେ 것입니다. ଏ ତଫାତଟା କମିଯିବ ସେତିକି ଅଧିକ 부부사이가 ଆପଣମାନେ 그렇게 ଏକ 가까워져야 ହୋଇପାରିବେ। 한다는 것입니다. 이해가십니까? ଆଉ ଏଇ ପ୍ରକାର ଭାବରେ ଆପଣମାନେ ନିଜର ସ୍ତ୍ରୀଙ୍କର ନିକଟବର୍ତ୍ତୀ ହେବା ଦରକାର, ସ୍ୱାମୀଙ୍କର ନିକଟବର୍ତ୍ତୀ ହେବା ଦରକାର। 음식을 할 때도 남편 좋아하는 ଯେତେବେଳେ 음식을 ଆପଣଙ୍କର 해주고 또 그렇게 ସ୍ୱାମୀଙ୍କର 가까이 ହୃଦୟକୁ 하면 ଜାଣିବେ ସେ 또 କ'ଣ 가까워지는 ପସନ୍ଦ କରନ୍ତି, 거예요. ଯେତେବେଳେ ଆପଣ ରୋଷେଇ କରିବେ ସ୍ୱାମୀ ଯାହା ପସନ୍ଦ କରନ୍ତି ଆପଣଙ୍କର ହୃଦୟ ସେତେ ନିକଟବର୍ତ୍ତୀ ହେବ। ପ୍ରଭୁଙ୍କୁ ସମ୍ପୂର୍ଣ୍ଣ ହୃଦୟ ସହ ଆପଣମାନେ ପ୍ରାର୍ଥନା କରିବେ, ତାଙ୍କର ଇଚ୍ଛାର ଅନୁଗମନ କରିବେ, ଆପଣ ତାଙ୍କର ନିକଟବର୍ତ୍ତୀ ହେବେ ଏବଂ କେଉଁ ପ୍ରକାର ବିଷୟ ଆପଣଙ୍କ ଜୀବନରେ ଘଟିବ ଆପଣମାନେ ବେଶୀ ଖୁସି ହେବେ। ତାହେଲେ ଆପଣମାନଙ୍କର ହୃଦୟ ଅନନ୍ତକାଳୀନ ସ୍ୱର୍ଗର ନିକଟବର୍ତ୍ତୀ ହେଇଯିବ। ଅନେକ ବର୍ଷ ଧରିକି ମୁଁ ଆତ୍ମିକ ଜୀବନ ବିଶ୍ୱାସ ଜୀବନ ବଞ୍ଚୁଅଛି। ଆମ ଏତିକି ମଧ୍ୟ ନିକଟବର୍ତ୍ତୀ ନଥିଲି କିନ୍ତୁ ମୁଁ ନିକଟବର୍ତ୍ତୀ ହେଉଅଛି। ମୁଁ ପ୍ରଭୁଙ୍କୁ ପ୍ରାର୍ଥନା କରିଥାଏ, ମୁଁ ଯୀଶୁଙ୍କୁ ପ୍ରାର୍ଥନା କରିଥାଏ, ମୁଁ ତାଙ୍କ ସହିତ କଥାବାର୍ତ୍ତା କରିଥାଏ। ମୁଁ ଯେତେବେଳେ ଏକା ଥାଏ ମୁଁ ବାଇବଲ ପଢ଼ିଥାଏ, ପ୍ରଭୁଙ୍କର ହୃଦୟକୁ ଖୋଜିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହେଉଛି ଯେତେବେଳେ ଆପଣମାନେ ବାଇବଲ ପଢ଼ିବେ ପ୍ରଭୁଙ୍କର ହୃଦୟକୁ ଯଦି ବାଇବଲ ପଢ଼ିକି ଆବିଷ୍କାର କରିବେ, ଯୀଶୁଙ୍କ ସହିତ କଥାବାର୍ତ୍ତା କରିବେ ନିଜର ହୃଦୟରେ। ସେଥିପାଇଁ ଆଉ ଯଦି ମୋ ସହିତ କଥାବାର୍ତ୍ତା କରିବା ପାଇଁ ଚାହୁଁଛନ୍ତି ମୋତେ କଲ୍ କରନ୍ତୁ। ଯଦି ଆପଣ ଯୀଶୁଙ୍କୁ କଥାବାର୍ତ୍ତା କରିବା ପାଇଁ ଚାହୁଁଛନ୍ତି ମୁଣ୍ଡକୁ ଲୁଆନ୍ତୁ, ଆଖି ବନ୍ଦ କରନ୍ତୁ, ପ୍ରାର୍ଥନା କରନ୍ତୁ। ଏହି ପ୍ରକାର ଭାବରେ ଆପଣ ଯୀଶୁଙ୍କ ସହିତ କଥାବାର୍ତ୍ତା କରିପାରିବେ। ଯେହେତୁ ପ୍ରଭୁ ଆପଣଙ୍କୁ ପ୍ରେମ କରନ୍ତି, ସେ ଆପଣଙ୍କର ପ୍ରାର୍ଥନାକୁ ଶୁଣୁଛନ୍ତି, ସେ ଆପଣଙ୍କର ପ୍ରାର୍ଥନାର ଉତ୍ତର ଦେବେ। ଏହି ପ୍ରକାର ଭାବରେ ଆପଣ ତାହାଙ୍କୁ ଆପଣମାନଙ୍କର ହୃଦୟରେ ଅନୁଭବ କରିପାରିବେ। ଆଉ ଆପଣମାନେ ରିଏଲାଇଜ୍ କରିପାରିବେ ଆପଣ କେତେ ନିକଟବର୍ତ୍ତୀ ହୋଇଯାଇଅଛନ୍ତି ଯୀଶୁଙ୍କ। ସେଥିପାଇଁ ଆମମାନଙ୍କର ସମସ୍ତ ଭାଇ ଓ ଭଉଣୀମାନେ, ମୁଁ ଆଶା କରେ ଆପଣମାନେ ସମସ୍ତେ ଯୀଶୁଙ୍କର ନିକଟବର୍ତ୍ତୀ ହୋଇ, ପ୍ରଭୁଙ୍କ ନିକଟବର୍ତ୍ତୀ ହୋଇ, ପ୍ରଭୁଙ୍କ ବିଷୟରେ ଚିନ୍ତା କରି, ହାତରୁ ହାତକୁ ଧରିକି ପରସ୍ପର ଆପଣମାନେ ବଞ୍ଚିବେ। ହଁ, ମୋର ପୁଅ ଘରେ ସେ ଅସୁସ୍ଥ ଅଛି, ପ୍ରଭୁ ଦୟାକରି ତାକୁ ସୁସ୍ଥ କର। ପ୍ରଭୁ ମୋ ପୁଅ ସେ ବର୍ତ୍ତମାନ ସୁସ୍ଥତା ପାଇଲା, ବହୁତ ଧନ୍ୟବାଦ ତୁମେ ତାଙ୍କୁ ସୁସ୍ଥ କରିଥିବା ଯୋଗୁଁ। ଧନ୍ୟବାଦ, କୃତଜ୍ଞର ହୃଦୟ ପ୍ରାର୍ଥନା ଦ୍ୱାରା ଆପଣ ଜଣେଇବେ। ଖରାପ ସମୟରେ ହେଉ ଭଲ ସମୟରେ ହେଉ ଆପଣ ଯୀଶୁଙ୍କର ଅତି ନିକଟବର୍ତ୍ତୀ ହେଇଯିବେ। ବୁଝିଲେ କି? ନିୟରର ମୁଁ ପ୍ରଭୁଙ୍କର ନିକଟବର୍ତ୍ତୀ ହେଉଅଛି, ପ୍ରଭୁଙ୍କର ଅତି ନିକଟବର୍ତ୍ତୀ ହେଉଅଛି ପ୍ରତ୍ୟେକ ଦିନ। ସେଥିପାଇଁ ସମସ୍ତେ ଗତକାଲିରୁ ଆଜି ଆଉ ଅତି ନିକଟବର୍ତ୍ତୀ ହୁଅନ୍ତୁ ଯୀଶୁଙ୍କର। ଆଜିଠାରୁ ଆସନ୍ତାକାଲି ଆହୁରି ଅଧିକ ଯୀଶୁଙ୍କର ନିକଟବର୍ତ୍ତୀ ହୁଅନ୍ତି। ହଁ, ସେଠି ଲୋକମାନେ ଅଛନ୍ତି ଯେଉଁମାନେ କି ଶରୀର ବିଷୟରେ ଚିନ୍ତା କରୁଛନ୍ତି, ପରିସ୍ଥିତି ବିଷୟରେ ଚିନ୍ତା କରୁଛନ୍ତି, କିନ୍ତୁ ଚାଲନ୍ତୁ ଆମମାନେ ଆତ୍ମିକ ବିଷୟରେ କଥାବାର୍ତ୍ତା ହେବା, ପ୍ରଭୁଙ୍କ ବାକ୍ୟ ବିଷୟରେ କଥାବାର୍ତ୍ତା କରିବା, ପ୍ରଭୁଙ୍କର ଅନୁଗ୍ରହ ବିଷୟରେ କଥାବାର୍ତ୍ତା କରିବା। ଆପଣଙ୍କଠାରେ ପ୍ରଭୁଙ୍କର ପ୍ରତିମୂର୍ତ୍ତି ଅଛି, ପ୍ରଭୁଙ୍କ ସାଦୃଶ୍ୟ ଅଛି। ବହୁତ ବହୁତ ଧନ୍ୟବାଦ ଆଜି ଆପଣମାନେ ସମସ୍ତେ ଆସିଥିବାରୁ। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ଆମମାନଙ୍କର ପ୍ରିୟ ପବିତ୍ର ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ ପ୍ରଭୁ। ପ୍ରଭୁ, ଯେତେବେଳେ ଆମେ ଜୀବନଯାପନ କରୁଅଛୁ, ଆମମାନେ ଶାରୀରିକ ଅବଳ ଅନୁସାରେ ଆମେ ଜୀବନଯାପନ କରିଥିଲୁ, ପାପ କରିଥିଲୁ। କିନ୍ତୁ ପ୍ରଭୁ ଆମେ ଜାଣିନୁ ଆମେ କେଉଁ ଦିନ ଚାଲିଯିବୁ। କିନ୍ତୁ ପ୍ରଭୁ ଆମମାନେ ଅନନ୍ତକାଳୀନ ସ୍ୱର୍ଗ ରାଜ୍ୟକୁ, ତୁମ ରାଜ୍ୟକୁ ଆମମାନେ ଯାଉଅଛୁ। ବର୍ତ୍ତମାନ ଆମମାନଙ୍କର ହୃଦୟକୁ ଆମ ହୃଦୟର ଏଟିଟ୍ୟୁଡକୁ ଆମେ ସଂଶୋଧନ କରିବା ପାଇଁ ଚାହୁଁଛୁ। ପ୍ରଭୁ ତୁମେ ଅନୁଗ୍ରହ କର ଯେପରି ତୁମର ହୃଦୟର ନିକଟବର୍ତ୍ତୀ ହୋଇପାରିବୁ, ତୁମ ନିକଟବର୍ତ୍ତୀ ହୋଇପାରିବୁ, ଯେପରି ବଳକା ଜୀବନ ତୁମକୁ ପ୍ରେମ କରିକି ଜୀବନଯାପନ କରିବୁ, କଷ୍ଟକର ପରିସ୍ଥିତି ବେଳକୁ ବିଶ୍ୱାସ ସହ ଜୀବନଯାପନ କରିବୁ। ପ୍ରଭୁ, ମରିଯିବା ପର୍ଯ୍ୟନ୍ତ ଆମ ଜୀବନରେ ଯେପରି ତୁମକୁ ଅନୁଭବ କରିପାରିବୁ। ଆମମାନଙ୍କର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ତୁମେ ତୁମର ଅନୁଗ୍ରହ ଢାଳି ଦିଅ। ସମସ୍ତଙ୍କୁ ତୁମର ଦୟା ଦିଅ, ତାଙ୍କ ପରିବାର, ତାଙ୍କ ସମ୍ପର୍କୀୟ ସମସ୍ତଙ୍କୁ ପ୍ରଭୁ ତୁମେ ଅନୁଗ୍ରହ ଦିଅ। ସେମାନେ ଯେପରି ମଧ୍ୟ ଯୀଶୁଙ୍କର ବିଶ୍ୱାସୀ ହୋଇପାରିବେ ଏବଂ ତୁମ ରାଜ୍ୟକୁ ପ୍ରବେଶ କରିବାର ଅନୁଭୂତି ପାଇପାରିବେ। ଧନ୍ୟବାଦ ଦେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ମାଗୁଅଛି, ଆମେନ୍। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।